Hello everyone, welcome to Asan Academy. ସମସ୍ତଙ୍କୁ congratulations already 14 ଜଣ join ହେଇ ସାରିଲେଣି ଆଉ କିଛି ଜଣ ବୋଧେ ଦେଖି ନାହାନ୍ତି ତ ସମସ୍ତେ ଆଜି ମୁଁ personally ସମସ୍ତଙ୍କର doubts clear କରିବି ଆପଣ ମାନେ ଯଦି କିଛି documents ଦେଖେଇବାକୁ ଚାହୁଁଛନ୍ତି ଯୋଉଟା କି ମୁଁ generally କରିପାରୁନି ଅନ୍ୟ ମାନଙ୍କ ପାଇଁ କାହିଁକି ନା per day ଆପଣ believe କରିବେନି 300 ରୁ 400 plus messages ଆସୁଛି କେବଳ ଏଇ DB related doubts okay ତ ମୁଁ ସମସ୍ତଙ୍କର generally ଏ ଯୋଉ documents ଯାକ ଦେଖିପାରିନି but ଆପଣ ମାନଙ୍କ ସହିତ ସବୁ ଆପଣଙ୍କର ଯାହା ବି doubts ଅଛି ଆଜି ଆମେ personally ସମସ୍ତଙ୍କର one to one doubt clear କରିବି ମୁଁ ଆଉ ଯାହାର ବି ଯାହା ବି ଦେଖେଇବାର ଅଛି documents ଆପଣ ଭିଡିଓ ଅନ୍ କରିକି ଦେଖେଇ ପାରିବେ କିମ୍ବା ମାଇକ୍ ଅନ୍ କରିକି କହିବି ପାରିବେ ଠିକ ଅଛି so let's begin ଯାହା ବି doubts ଅଛି already 14 participants join ହେଇଛନ୍ତି ଅମୃତା ବିଶ୍ଵ ଗ୍ଲୋରୀ ଆଇଫୋନ ମଧୁସୂଦନ ରାକେଶ ସବୁଜିମା ସଙ୍ଗୀତା ସୀମା ସୋନାଲି ଟିଏମ ୱାଇଟିଓପି ତୁଳସୀ ଏମକେ ତ ଏଇ ସମସ୍ତଙ୍କ ଭିତରୁ ଯାହା ବି ଆପଣଙ୍କର ଡାଉଟ୍ସ ଅଛି ଫାଷ୍ଟ ମୁଁ ଡାଉଟ୍ସ କ୍ଲିୟର କରିବାକୁ ଟ୍ରାଏ କରିବି ତ ଆପଣ ମାନେ ନିଜର ମାଇକ୍ କୁ ଅନ୍ କରନ୍ତୁ କିମ୍ବା ହ୍ୟାଣ୍ଡ ରେଜ୍ ଦରକାର ନାହିଁ ଏବେ କାହିଁକି ନା ପାର୍ଟିସିପେଣ୍ଟ ବହୁତ କମ ଅଛନ୍ତି ଆପଣ ମାଇକ୍ ଅନ୍ କରିକି ପଚାରି ପାରିବେ ଯାହା ବି ଡାଉଟ୍ସ ଅଛି ଏମ ଆଇ ଅଡିବୁଲ ଫାଷ୍ଟରେ ମତେ ଟିକେ କୁହନ୍ତୁ ମୁଁ ଶୁଣା ଯାଉଛି କି ନାହିଁ ଆପଣମାନଙ୍କୁ Yes, sir. ଓକେ ଠିକ ଅଛି Yes, sir. Good evening, sir. ଓକେ ଗୁଡ ଇଭିନିଂ ଅଲ୍ ଅଫ୍ ୟୁ ଓକେ ସୋ କାହାର କଣ ଡାଉଟ୍ ଅଛି ମତେ ପଚାରନ୍ତୁ ସିଙ୍ଗଲ ପଚାରନ୍ତୁ ଜଣେ ଜଣେ Sir, ମୁଁ କହିବି first. ସବୁଜିମା ଓକେ କୁହନ୍ତୁ ଆଜ୍ଞା sir first ମୁଁ sir ବହୁତ ସାରା YouTube channel ଆଉ group ରେ ସବୁ ପିଲାମାନେ message କରୁଛନ୍ତି ଯେ B.Ed ର original degree certificate ଦରକାର ବୋଲିକି sir ସେଇଟା actually ଦରକାର ଅଛି କି ନାହିଁ କାହିଁକି ନା sir actually ମୋର problem ହେଲା ମୁଁ କୋଉ agent through ରୁ admission କରିନଥିଲି direct କରିଥିଲି ତ ମୋ ପାଖରେ ଏବେ କାହାର କିଛି contact ନାହିଁ ସେଠୁ ଆଣିବାକୁ କିଛି certificate ଦେଖନ୍ତୁ ଫାଷ୍ଟ କଥା ହେଲା ଏଇ ଯୋଉ ଓଡି କଥା ପଡିଛି ଅରିଜିନାଲ ଡକୁମେଣ୍ଟ ଯୋଉଟା ଆମର ରହୁଛି ସେଇଟା ଆଗ କଣ ହଉଥିଲା ନା 2021 2019 ସେ ଟାଇମ ରେ ଓଡି ଟା କମ୍ପଲସରି ଥିଲା ଆପଣ ଦେଖିବାକୁ ସେଟା ବାଉଣ୍ଡ ଥିଲେ ଠିକ ଅଛି କିନ୍ତୁ ବର୍ତ୍ତମାନ ସେଟା ଆମର କୌଣସି ମ୍ୟାଣ୍ଡେଟୋରୀ ନାହିଁ ଆପଣଙ୍କ ପାଖରେ ଯଦି ପ୍ରୋଭିଜନାଲ ସାର୍ଟିଫିକେଟ ଅଛି କିଛି ବ୍ୟସ୍ତ ହବାର ନାହିଁ କାହିଁକି ନା ମୁଁ ମୋ କଥା ପର୍ସନାଲି କହିବି ଯେତେବେଳେ ମୁଁ ଯାଇଥିଲି ଟିଭିରେ ସେତେବେଳେ ମୁଁ ପ୍ରୋଭିଜନାଲ ଦେଖେଇଥିଲି ଓଡି ମୋ ପାଖରେ ଥିଲା କିନ୍ତୁ ମୁଁ ରେଡି କରିଥିଲି ପ୍ରୋଭିଜନାଲ ଠିକ ଅଛି ତ ପ୍ରୋଭିଜନାଲ ଆପଣ ଦେଖେଇଲେ ବି ଆପଣଙ୍କର କ୍ଲିୟର ହବ କିଛି ଅସୁବିଧା ନାହିଁ ମାନେ କିଛି ପ୍ରୋବ୍ଲେମ ହିଁ ନାହିଁ ଏଟା ଠିକ ଅଛି ଓକେ sir ଆଉ sir ଆଉ ଗୋଟେ ଯୋଉ ଆପଣ କହିଥିଲେ ଭିଡିଓରେ 2200 ମାର୍କ ଯୋଉ ପ୍ରୁଫ ଟା କଲେଜ ର ଗୋଟେ ପର୍ସନାଲ ଗୋଟେ ମାର୍କ ରୁ ଆମେ କେତେ ରଖିଛୁ ଆଣିବା ପାଇଁ ତ ସେଇଟା ମୁଁ ଆକ୍ଚୁଆଲି ମୋ ସାଙ୍ଗମାନଙ୍କରୁ ବୁଝୁଥିଲି ସେମାନେ କହୁଛନ୍ତି ଯେ ନାଗାର୍ଜୁନ ୟୁନିଭର୍ସିଟିରୁ ଏମିତି କିଛି ସାର୍ଟିଫିକେଟ ସେମାନେ ପ୍ରଡ୍ୟୁସ କରିକି ଦଉନାହାନ୍ତି ତ ସେଇଟା ପାଇଁ କଣ କରିବୁ ଖାଲି ସିଲାବସ ର ଯୋଉ ମାର୍କ ସିଟ୍ ଅଛି ସେଇଟା ଦେଇଦେଲେ ଚଳିବ କି ଶୁଣନ୍ତୁ ୟାର ଗୋଟେ ଏବେ ଦେଖନ୍ତୁ ମୁଁ ଯୋଉଟା ଦେଖେଇଥିଲି ଆପଣ ଭିଡିଓରେ ବି ଦେଖିଥିବେ ଯଦି କାଲି ଲାଷ୍ଟ ଭିଡିଓ ଯୋଉଟା ୟୁଟ୍ୟୁବରେ ଅପଲୋଡ ହେଇଥିଲା ସେଥିରେ ମୁଁ ଡକୁମେଣ୍ଟସ ବି ଦେଖେଇଛି କି କଲେଜର ଗୋଟେ ଦେଇଥିଲେ ଆମକୁ ଠିକ ଅଛି ଆପଣ ଦେଖିଥିବେ ସେଟା ଦେଖିଛନ୍ତି କି ସେ ସାର୍ଟିଫିକେଟ ଟା କଲେଜର ହଁ sir ଦେଖିଥିଲି ହଁ ତ ସେଇ ସାର୍ଟିଫିକେଟ ଯଦି ଆପଣଙ୍କର ଅଛି ତ କିଛି ପ୍ରୋବ୍ଲେମ ନାହିଁ ଯଦି ନାହିଁ ତାହେଲେ କଣ ହଉଛି ଲେଟର ପ୍ୟାଡ ହଁ ୟେସ୍ ରାକେଶ କୁମାର ଲେଟର ପ୍ୟାଡ ର ଇଏଟା ତ ଲେଟର ପ୍ୟାଡ ରେ ସେମାନେ ଆପଣ ଏଜେଣ୍ଟ କୁ ଯଦି କହିବେ ଏଜେଣ୍ଟ କଣ କରିବେ କଲେଜ ରୁ ହିଁ ଏଇଟା କିଛି ମାନେ ବଡ ଜିନିଷ ନୁହେଁ ସାର୍ଟିଫିକେଟ ସେମିତି କିଛି ୟୁନିଭର୍ସିଟିରୁ ଆସେନି କି ଟାଇମ ଲାଗିବନି ବହୁତ ହି କମ ସମୟରେ ୱିଦିନ 30 minutes 1 hour ସେମାନେ ଜେନେରେଟ କରିକି ଆପଣ ଦେଇଦେବେ ଯଦି ସେମାନେ ଚାହିଁବେ କିନ୍ତୁ ଜେନେରାଲି ଏସବୁ କାହିଁକି ଦବ କଣ ଦରକାର ସେମାନେ ରିସ୍କ ନିଅନ୍ତିନି କିନ୍ତୁ ଯଦି ଏଜେଣ୍ଟ ଆପଣଙ୍କର ଚାହିଁବେ ତାହେଲେ ସିଏ କହିବେ କଲେଜରେ କଲେଜ ଆପଣଙ୍କୁ ତାଙ୍କର ଲେଟର ପ୍ୟାଡ ରେ ଟାଇପ କରିକି ଗୋଟେ ଦେଇଦେବେ ଏଇ ଷ୍ଟୁଡେଣ୍ଟ ଏତିକି ମାର୍କ ଏତିକି ଆଣିଛି ସବୁ ତାଙ୍କର ରେଜିଷ୍ଟର ମେଣ୍ଟେନ ଥାଉଛି କୋଉ ଷ୍ଟୁଡେଣ୍ଟ କେତେ ମାର୍କ କୋଉ ସେମିଷ୍ଟର ଆଣୁଛି ସେ ସବୁ ରେଜିଷ୍ଟର ମେଣ୍ଟେନ ହେଇକି ରହୁଛି ତ ସେମାନେ ଆପଣଙ୍କର ପର୍ସନାଲି କଣ କରିବେ ସେ ଗୋଟେ ବାହାର କରିଦେବେ ଡକୁମେଣ୍ଟ ଗୋଟେ ବାହାର କରିଦେବେ ସାର୍ଟିଫିକେଟ ଗୋଟେ ବାହାର କରିଦେବେ ଯୋଉଥିରେ କି ସେଥିରେ ପୁରା ଡିଟେଲ ମେନସନ ହେଇଥିବ ଆପଣଙ୍କର କୋଉ ଇୟର କୋଉ ଇୟର ଆପଣଙ୍କର ବିଇଡି ଥିଲା କୋଉ କଲେଜରେ ପଢିଥିଲେ ତା ସହିତ କୋଉ ସେମିଷ୍ଟରରେ କେତେ ମାର୍କ ଥିଲା ଆଉ କେତେ ସେକ୍ୟୁର୍ଡ ମାର୍କ ଅଛି ଆଉ ସେଥିରେ ଆପଣଙ୍କର ପରସେଣ୍ଟେଜ ମାନେ ସବୁ ଜିନିଷ ମେନସନ ଥିବ
ଠିକ ଅଛି ଯଦି ଆପଣଙ୍କୁ ସେମାନେ ଦଉନାହାନ୍ତି ଅଲଗା ବି ଗୋଟେ ରାସ୍ତା ଅଛି କଣ ସେ ରାସ୍ତା ନା ଯଦି ଆପଣଙ୍କ ପାଖରେ ସେମିଷ୍ଟର ର ଯଦି ସ୍କ୍ରିନଶଟ ରଖିଥିବେ କାହିଁକି ନା ଏବେ ଆପଣ ପାଇବେନି ଆଉ ଆପଣଙ୍କୁ କଟି ଯାଇଥିବ ଏବେ ଆପଣ ମାର୍କସିଟ ପାଇବେନି ତ ଯଦି ଆପଣ ରଖିଥିବେ ଆଗରୁ ସେ ସବୁ 4ଟି ଯାକ ସେମିଷ୍ଟର ର ସ୍କ୍ରିନଶଟ ଯଦି ରଖିଥିବେ ମାର୍କର ସେଗୁଡା ମତେ ଦେଖେଇଦେଲେ ବି ହେଇଯିବ ଫିର ବି ଯଦି ଆପଣ ଚାହୁଁ ମାନେ ସେଇଟା ବି ଯଦି ଜଣା ନାହିଁ ବା ବାହାର କରିପାରୁନାହାନ୍ତି ତାହେଲେ ଆପଣ ସେ 2200 ମାର୍କ ପ୍ରୁଫ ଟା ଆମ ଟେଲିଗ୍ରାମ ରେ ମୁଁ ଦେଇଦେଇଛି ତ ସେଇଟା ଆପଣ ଯାଇକି ଗୋଟେ ଫାଷ୍ଟରେ ଦେଖେଇବେ 2200 ମାର୍କ ର ଆଜ୍ଞା ପ୍ରମାଣ ତାପରେ କଣ କରିବେ ତାପରେ ଆପଣଙ୍କର ଯୋଉ ପରସେଣ୍ଟେଜ କନଭର୍ସନ ସାର୍ଟିଫିକେଟ ଗୋଟେ ଥିବ ସେଇଟାକୁ ଦେଖେଇବେ ମାର୍କ କିନ୍ତୁ ଆପଣ ଶୋ କରିପାରିବେ ନାହିଁ ସେଠି କାହିଁକି ନା ମାର୍କ ର କୌଣସି ପ୍ରମାଣ ଆପଣ ଏକ୍ସଟ୍ରା ଦେଖେଇ ପାରିବେ ନାହିଁ ଠିକ ଅଛି ତ ତେଣୁ ସେଟା ଟିକେ ମାଗି ଦିଅନ୍ତୁ ଯଦି ଦଉନାହାନ୍ତି ଆଜ୍ଞା ଆଉ କିଛି କରିହବନି ଓକେ ସେମାନେ ଦେଇଦେଲେ ବେଟର ଆମକୁ ତ ଦେଇଥିଲେ ଆମ ଟାଇମରେ ଆପଣ ଟ୍ରାଏ କରନ୍ତୁ ସେଟା କଲେକ୍ଟ କରିବା ପାଇଁ ଯଦି ଦଉନାହାନ୍ତି ତାହେଲେ ଯଦି ସ୍କ୍ରିନଶଟ ବି ରଖିଛନ୍ତି ସେଟା ବି କାମରେ ଆସିଯିବ ଯଦି ସେତିକି ବି ନାହିଁ ଏଟଲିଷ୍ଟ ଆପଣ ଗୋଟେ ଅଣ୍ଡରଟେକିଂ ଲେଖି ମାଗନ୍ତୁ ଆଜ୍ଞା ତାଙ୍କୁ ମୋର କେତିକି ମାର୍କ ଅଛି ମୁଁ ସେଟାକୁ ଦେଖେଇବି କେମିତି ସେଟା ପଚାରିବେ ଆପଣ ଏଜେଣ୍ଟ କୁ କୁହନ୍ତୁ ଯେ ମୁଁ ମୋର ମାର୍କ ଟା ଯେତେବେଳେ ମତେ ସେଠି ପଚାରିବେ ଟିଭିରେ ଆଜ୍ଞା କେତେ ମାର୍କ ଆଣିଥିଲୁ ମୁଁ ସେଟା କଣ କହିବି ସେଠି ପ୍ରମାଣ କଣ ଦେବି ବୋଲି ପଚାରନ୍ତୁ ଏଜେଣ୍ଟ କୁ ଠିକ ଅଛି ଆଜ୍ଞା ଓକେ ଆଜ୍ଞା ଓକେ ସାର୍ ନେକ୍ସଟ ଆଉ ଗୋଟେ ଥିଲା ସାର୍ ଆଉ ବି କହୁଛନ୍ତି କି OSSCT ର ଆଡମିଟ କାର୍ଡ ଦରକାର ବୋଲି ନାଇଁ ନାଇଁ ସେଇଟା ସେ ସବୁ କିଛି ନାହିଁ ଶୁଣନ୍ତୁ ଆକ୍ଚୁଆଲି ଜିନିଷ ଆପଣ ବହୁତ ଜଣ କଣ କରୁଛନ୍ତି ଆଗର 2019-21 ର ଯୋଉ ରିଜେକ୍ସନ ଲିଷ୍ଟ ଟାକୁ ଦେଖି ଦଉଛନ୍ତି ସେ ରିଜେକ୍ସନ ଲିଷ୍ଟ ଟାକୁ ଦେଖି ଦେଇକି ସେମାନେ କହି ଦଉଛନ୍ତି ଏଇଟା ଦେଇ ନଥିଲେ ବୋଲି କଟି ଯାଇଥିଲା ବର୍ତ୍ତମାନ କଟିବାର କୌଣସି ବି ସ୍ପେଶାଲ କାରଣ ନାହିଁ କେବଳ ଯୋଉ ନୋଟିସ ଟା ମୁଁ ଯୋଉ ଆପଣଙ୍କୁ ଇଏ ଟେଲିଗ୍ରାମ ରେ ଯୋଉଟା ଦେଇଥିଲି କି ଏଇ ଯୋଉ ଡକୁମେଣ୍ଟ ଭେରିଫିକେସନ ଯୋଉ ଯୋଉ ଜିନିଷ ଦରକାର ହଉଛି କେବଳ ସେତିକି ଜିନିଷ ପ୍ରତି ଆପଣ ହାଇଲି ଫୋକସ୍ଡ ରୁହନ୍ତୁ ସେତିକି ଜିନିଷ ଯଦି ପରଫେକ୍ଟଲି ଆପଣଙ୍କ ପାଖରେ ଅଛି ତାହେଲେ କିଛି ଅସୁବିଧା ହବନି ଆଡମିଟ କାର୍ଡ ଦେଖନ୍ତୁ ଗୋଟେ ନିଜେ ଚିନ୍ତା କରନ୍ତୁ OSST କେବେ କିଏ ଦେଇଥିବ ଆଜ୍ଞା ବହୁତ ପୁରୁଣା କାହାର ଥିବ ସେ କୋଉଠୁ ଆଡମିଟ କାର୍ଡ ବାହାର କରିବେ ଏବେ ଆପଣ ମତେ ମାଗିବେ OSST ର ସେଇ ଆଡମିଟ କାର୍ଡ କଥା ତ ଦିଅନ୍ତୁ ସାର୍ ସେଟା ତ କିଏ ବି କାଢି ପାରିବନି ହଁ କି ନାଇଁ ସେ ସବୁ ଫାଲତୁ ସେଗୁଡା ଆପଣ ଟୋଟାଲ ଧ୍ୟାନ ଦେବା ଦରକାର ନାହିଁ ସେଥିରେ କିଏ ବି କଟିବନି ଆଜ୍ଞା କାହିଁକି ନା ଆଗର ଅଲଗା ନିୟମ ଥିଲା ଏବେର ବର୍ତ୍ତମାନ ଅଲଗା ନିୟମ ଅଛି ବର୍ତ୍ତମାନ ସେ ଯେତିକି ଆମର 14ଟା 15ଟା ପଏଣ୍ଟ ମେନସନ ଅଛି ଆପଣ ସେତିକି ରଖନ୍ତୁ ପାଖରେ କିଛି ଜଣ ଟାଇପ କରୁଛନ୍ତି ଆପଣ ଟାଇପ କରନ୍ତୁ ନାହିଁ ଆଜ୍ଞା ଡାଇରେକ୍ଟ ଆପଣ ଭଏସ ରେଜ କରିକି କଥା ହୁଅନ୍ତୁ ଠିକ ଅଛି ଆପଣ ଡାଇରେକ୍ଟ ମାଇକ ରେ ଏବେ ଗ୍ଲୋରି ମେସେଜ କରୁଛନ୍ତି ଚାର୍ଟ ଯାକ ଗ୍ଲୋରି ଗୁଡ ଇଭିନିଂ ସାର୍ କ୍ଲାସ 10th ର 12th ସାର୍ ର CBSE ର ଆଉ ଇକ୍ୱିଭାଲେଣ୍ଟ ଯୋଉ ହଁ କୁହନ୍ତୁ ସବୁଜିମା ପଚାରୁଛନ୍ତି କିଛି ସାର୍ ଏ ଯୋଉ କାଷ୍ଟ ସାର୍ଟିଫିକେଟ ର ସାର୍ ଆଜ୍ଞା ସାର୍ କାଷ୍ଟ ସାର୍ଟିଫିକେଟ ର ତଳେ ଗୋଟେ ବ୍ରାକେଟ ରେ ଲେଖା ହେଇଛି କି ଅଫଲାଇନ କାଷ୍ଟ ସାର୍ଟିଫିକେଟ ଆକ୍ସେପ୍ଟେଡ ହବନି ବୋଲି ସାର୍ ହଁ ଅଫଲାଇନ କାଷ୍ଟ ସାର୍ଟିଫିକେଟ କୋଉଟା ଯୋଉଟା ପୁରୁଣା ଦଉଥିଲେ ଯୋଉଥିରେ ସ୍କାନର ରହୁନଥିଲା ରାଇଟ ରାଇଟ ଅଫଲାଇନ ମାନେ ସେ ମାନେ ତାଙ୍କର କହିବାର ଉଦ୍ଦେଶ୍ୟ ହେଲା ଅନଲାଇନ ବର୍ତ୍ତମାନ ସବୁ ହେଇସାରିଛି ଅଫଲାଇନ ଆପଣ ଦଉଛନ୍ତି ମାନେ ଆପଣ ଡେଫିନେଟଲି 2 ବର୍ଷ ତଳର ସାର୍ଟିଫିକେଟ ଦଉଥିବେ ତ ଯୋଉଟା କି ସେମାନେ ଚାହୁ ହିଁ ନାହାନ୍ତି କି ଆକ୍ସେପ୍ଟ କରିବାକୁ ସେ ସବୁ ସେମାନେ କହୁଛନ୍ତି ଯେ ରିସେଣ୍ଟ ଆପଣ ଦିଅନ୍ତୁ ମାନେ 1 year ୱିଦିନ ଯୋଉଟା ଆମର ଆଜ୍ଞା ଫେବୃଆରୀ 10 2025 ଥିଲା ଲାଷ୍ଟ ଡେଟ୍ ତାର ପୂର୍ବରୁ ଆପଣ ସାର୍ଟିଫିକେଟ ୱିଦିନ 1 year ଦିଅନ୍ତୁ ବୋଲି ସେମାନେ କହୁଛନ୍ତି ବୁଝିଲେ ଆଜ୍ଞା ସାର୍ ମାନେ ଜାନୁଆରୀ 2025 ର ଚଳିବ ନା କାଷ୍ଟ ସାର୍ଟିଫିକେଟ କଣ କହିଲେ ଜାନୁଆରୀ 2025 ଜାନୁଆରୀର କାଷ୍ଟ ସାର୍ଟିଫିକେଟ ହଁ ହବ ଜାନୁଆରୀ 2025 ସାର୍ଟିଫିକେଟ ହବ କାହିଁକି ନା ସେଟା ଆଜ୍ଞା ଫେବୃଆରୀ ଭିତରେ ଫେବୃଆରୀ 10 ପୂର୍ବରୁ ହେଇଥିବା ଦରକାର ବୋଲି ସେମାନଙ୍କର ଯୋଉଟା ଲେଖା ହେଇଛି ସେଥିରେ ଯେବେ ଆପ୍ଲିକେସନ ର ଲାଷ୍ଟ ଡେଟ୍ ଆପ୍ଲାଏ ଥିଲା ତାର ଆଜ୍ଞା ୱିଦିନ 1 year ଦରକାର ବୋଲି ସେମାନେ କହୁଛନ୍ତି ଆଜ୍ଞା ଓକେ ସାର୍ କ୍ଲିୟର ଆଉ ହେଇଗଲା ଆପଣ ଦିଟା ଛୋଟ ସାର୍ଟିଫିକେଟ କଥା ଆଉ ଆଜ୍ଞା ଗୋଟେ ଥିଲା କଣ୍ଡକ୍ଟ ସାର୍ଟିଫିକେଟ ଆଉ ରେସିଡେନ୍ସ ସାର୍ ଆଉ ଗୋଟେ ଥିଲା କଣ୍ଡକ୍ଟ ସାର୍ଟିଫିକେଟ ଦରକାର ଆଉ ରେସିଡେନ୍ସ ସାର୍ଟିଫିକେଟ ଦରକାର ମୁଁ କେତେଟା ସୋର୍ସେସ ରୁ ଶୁଣିଲି ଦରକାର କି ସାର୍ ଏଗୁଡ଼ା ନାଇଁ ନାଇଁ ରେସିଡେନ୍ସ ସାର୍ଟିଫିକେଟ ତ ବିଲକୁଲ ଦରକାର ନାହିଁ କଣ୍ଡକ୍ଟ ସାର୍ଟିଫିକେଟ ବି ଦରକାର ନାହିଁ କିନ୍ତୁ ଆପଣ ଯଦି ରଖିଛନ୍ତି ସେଠିକି ନେଇକି ଯାଇଥିବେ ଦରକାର ନାହିଁ ଏସବୁ କିଛି ବି ଦରକାର ନାହିଁ ଯେତିକି ଜିନିଷ ସେଥିରେ ଲେଖା ହେଇଛି କେବଳ ସେତିକି ଦରକାର ଯଦି କଣ୍ଡକ୍ଟ ସାର୍ଟିଫିକେଟ ଦରକାର ହେଇଥାନ୍ତା ସେଠି ସେମାନେ ମେନସନ କରିଥାନ୍ତେ ସେଇଠି ଯାହା ବି ଲେଖା ହେଇଛି ତା ଛଡା ଯଦି ଆପଣଙ୍କର ଏକ୍ସଟ୍ରା କିଛି ଦରକାର ତାହେଲେ ସେଗୁଡା ଜେନେରାଲି ଆପଣ ଯୋଉ ପାସପୋର୍ଟ ସାଇଜ ଫଟୋ ବି ସେଥିରେ ଲେଖା ହେଇଛି ସେଇଟା ବି ତ ନେଇଥିବେ ଆଧାର କାର୍ଡ ଗୋଟେ ଆଇଡି ପ୍ରୁଫ କିଛି ଗୋଟେ ଆଧାର କାର୍ଡ ଠିକ ଥିବ ସେଇଟା ନେବେ ନହେଲେ ଭୋଟର ହଉ ନହେଲେ ଆଜ୍ଞା ପାନ କାର୍ଡ ହଉ ନହେଲେ ଡ୍ରାଇଭିଂ ଲାଇସେନ୍ସ ହଉ ଏଇଟା ଯାହା ବି ନେଲେ ହବ କିଛି ଏକ୍ସଟ୍ରା ଦରକାର ନାହିଁ କିନ୍ତୁ ଯଦି ଆପଣଙ୍କ ପାଖରେ ଅଛି ନେଇକି ଯାଇଥାନ୍ତୁ ହେଲା କଣ୍ଡକ୍ଟ ସାର୍ଟିଫିକେଟ କିଛି ମାଗିବେନି ସେମାନେ
ଆଜ୍ଞା ଆଉ ରେସିଡେନ୍ସ ତ ବିଲକୁଲ ଆଜ୍ଞା ମୁଁ ବି କରିଦେଇଥିଲି, ଡରିକି କରିଥିଲି। ଓକେ କାଳେ ସାର୍ ମାନେ ମୁଁ ବି ଆପଣ ଯେମିତି ଏବେ ଦେଖୁଛନ୍ତି ପୂର୍ବ ଭିଡିଓ, ମୁଁ ସେତେବେଳେ ଟାଇମରେ ସମସ୍ତଙ୍କର ପାଷ୍ଟ ଭିଡିଓ ଯା ଦେଖୁଥିଲି। କାଳେ କଣ ରିଜେକ୍ଟ ହେଇଯିବ କଣ ହେଇଯିବ ଗୋଟେ ଡର ଭୟ ସମସ୍ତଙ୍କ ମନରେ ଥାଏ। ତ ଆଜ୍ଞା ତାର ଆକ୍ଚୁଆଲି କିଛି ସେମିତି ନାହିଁ, ରେସିଡେନ୍ସ କଥା ତ ଟୋଟାଲି ଉଠି ହିଁ ନାହିଁ। ମୁଁ କରିଥିଲି କିନ୍ତୁ କିଛି ତାର କୋଉଥିରେ ନା ରେସିଡେନ୍ସ କାମରେ ଆସିଲା ନା ଇନକମ ଆସିଲା। ଇଭେନ ଆପଣଙ୍କର ଏ ଯୋଉ କଣ ସେଟା କ୍ୟାରେକ୍ଟର ସାର୍ଟିଫିକେଟ ବି କିଛି କାମରେ ଆସିବନି। କ୍ୟାରେକ୍ଟର ସାର୍ଟିଫିକେଟ ବି ଆପଣଙ୍କର କୌଣସି କାମରେ ଆସିବନି, କେବଳ ସେଟା ଆପଣଙ୍କର ଜଏନିଂ ଟାଇମରେ ସ୍କୁଲରେ ଆପଣଙ୍କୁ ମାଗିବେ କ୍ୟାରେକ୍ଟର ସାର୍ଟିଫିକେଟ ଆଣିଛନ୍ତି ପରେ ଦିଟା ଦିଅନ୍ତୁ ବୋଲି ମାଗିବେ, ପୋଲିସ ଭେରିଫିକେସନ ଯଦି ଅଛି ଦିଅନ୍ତୁ ମାଗିବେ। ନହେଲେ ସେଟା ଆପଣଙ୍କୁ ଡିଭିରେ କିଏ ବି କ୍ୟାରେକ୍ଟର ସାର୍ଟିଫିକେଟ କି ପୋଲିସ ଭେରିଫିକେସନ କି ଇଭେନ ମେଡିକାଲ ସାର୍ଟିଫିକେଟ ବି ଆପଣଙ୍କୁ ମାଗିବେ ନାହିଁ। ଆଜ୍ଞା ଓକେ, ଆଉ କାହାର କିଛି ଡାଉଟ ଅଛି? ଓକେ ସାର୍, ଥ୍ୟାଙ୍କ ୟୁ ସାର୍। ଓକେ ଓକେ। हेलो सर, प्रणाम सर, गुड इवनिंग। ହଁ ଗୁଡ୍ ଇଭିନିଂ। କୁହନ୍ତୁ ଆପଣ କଣ କିଛି ବ୍ୟାଚ୍ ଜଏନ୍ ହେଇଥିଲେ କି ଆମର ତୁଳସୀ ମୁର୍ମୁ ମ୍ୟାଡାମ? आज्ञा सर, आरएसटी आरएसटी ଆରଏଚଟି ଜଏନ୍ ହେଇଥିଲେ? ଆଚ୍ଛା आरएसटी ପାଇଁ जो पेड बेच थिला। ଆଚ୍ଛା ଆଚ୍ଛା। आज्ञा आज्ञा सर। एक्चुअली एक्सक्यूज मी, ମୁଁ ଟିକେ ସବୁଜା ମ୍ୟାଡାମ କୁ सर मोरो ଗୋଟେ ମିନିଟ, ସବୁଜା ମ୍ୟାଡାମ କୋଉ ବ୍ୟାଚ୍ କି କଣ ଜଏନ୍ ହେଇଥିଲେ କି ମୁଁ ପଚାରି ପାରିଲିନି? ସାର୍ ମୁଁ ଆପଣଙ୍କର ମକ୍ ଟେଷ୍ଟ ଆଉ କେମିଷ୍ଟ୍ରି କ୍ଲାसेସ୍ ଦେଖେ ସାର୍, ମୁଁ ସିବିଜେଡ୍ ପିଲା ତ। ଆଚ୍ଛା ଆଚ୍ଛା, ସିବିଜେଡ୍ ଆପଣଙ୍କୁ? ଆଚ୍ଛା ଆଚ୍ଛା, ଓକେ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ଓକେ, ଆମେ ଆଜ୍ଞା ମୁର୍ମୁ ମ୍ୟାଡାମ ପ୍ଲିଜ କୁହନ୍ତୁ ଆପଣଙ୍କର କଣ ଡାଉଟ୍ସ ଅଛି? ଆଜ୍ଞା ସାର୍, ମୋର ଦିଟା କ୍ୱେରି ଅଛି। ଫାଷ୍ଟ ହଉଛି କାଷ୍ଟ ସାର୍ଟିଫିକେଟ ରିଗାର୍ଡିଂ। ସାର୍ କାଷ୍ଟ ମୁଁ ଲାଷ୍ଟ ଟାଇମ କାଢିଥିଲି 2022ରେ, ଯୋଉଟା କି ଇନ ଦ ପର୍ପଜ ଅଫ ଷ୍ଟଡି ଥିଲା। ତ ଯେତେବେଳେ ଫର୍ମ ଫିଲଅପ କଲି ଦେଖିଲି ୟାର କ୍ରାଇଟେରିଆ ରହୁଛି ଯେ ପର୍ପଜ ଅଫ ସର୍ଭିସ ଦରକାର। ତେଣୁ ମୁଁ ଜାନୁଆରୀ ଲାଷ୍ଟ ସୁଦ୍ଧା ଗୋଟେ କାଢି ଦେଇଥିଲି କାଷ୍ଟ ଓକେ। ସାର୍ଟିଫିକେଟ। ହୁଁ କିନ୍ତୁ ସେଇଟାରେ ବାପାଙ୍କର ଯେହେତୁ ଟିକେ ସ୍ପେଲିଂ ପ୍ରୋବ୍ଲେମ ଥିଲା, ତେଣୁ ମୁଁ ଆଉ ଏତେ ନୋଟିସ କରିନଥିଲି। ଏବେ ଯେତେବେଳେ ଡିଭି ପାଇଁ ମାନେ ମେନ୍ ହେରିକା ଭଲ ହେଇଗଲା, ତାପରେ ମୁଁ କହିଲି ମାନେ ପୁଣି ଯେତେବେଳେ ରିଚେକ୍ କଲି ତ ସ୍ପେଲିଂ ଟା ଟିକେ ଭୁଲ ଥିଲା। ତ ସେଇଥିପାଇଁ ସେପ୍ଟେମ୍ବରରେ ଆଉ ଗୋଟେ ମୁଁ ଆପ୍ଲାଏ କରିଛି। ତ ଏଇଥିରେ ପ୍ରୋବ୍ଲେମ ହେଇପାରେ କି? ସେପ୍ଟେମ୍ବର ମାନେ ଏଇ ସେପ୍ଟେମ୍ବର 2025 ସେପ୍ଟେମ୍ବର ରିସେଣ୍ଟ? ଆଜ୍ଞା 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 ଶୁଣନ୍ତୁ ଶୁଣନ୍ତୁ, ଆପଣଙ୍କର ଯୋଉ ଅ, ବାପାଙ୍କର ନାଁରେ ଯୋଉ ମିଷ୍ଟେକ୍ ଅଛି, ସେ ମିଷ୍ଟେକ୍ ଟା କେବଳ ଗୋଟେ ଏଫିଡେଭିଟ୍ ଆପଣ କରିଦେବେ ତହସିଲ ଅଫିସ ରେ। ଏଫିଡେଭିଟ୍ ଗୋଟେ କରିଦେବେ। ଆଜ୍ଞା ସେଇଠି ଇଏ ଆଡଭୋକେଟ ଆଜ୍ଞା ମାନେ ବହୁତ ବସିଥାନ୍ତି, 100 କି 200 ଟଙ୍କା ଆପଣଙ୍କର ନେବେ ସେମାନେ। ଆପଣ କହିଦେବେ କି ମୋର ଏମିତି ଓଏସଏସଟି ସାର୍ଟିଫିକେଟ, ଖାଲି ଓଏସଏସଟି ବୋଲି ଆଜ୍ଞା ନୁହଁ, ଆପଣଙ୍କର ଯୋଉ ବି ସାର୍ଟିଫିକେଟରେ ଯଦି କିଛି ବି ମିଷ୍ଟେକ୍ ଅଛି, ଆପଣ କହିଦେବେ କି ମୋର ଏଇଟା ଏଇଟା ପ୍ରୋବ୍ଲେମ ଅଛି, କି ଏଇ ନାଁଟା ଏମିତି ରହିବା କଥା, ଏଇଭଳିଆ ରହିବା କଥା, ସେଇଟା ନାହିଁ ବୋଲି ଆପଣ କହିଦେବେ। ସେମାନେ ସେଇଟାକୁ ସାଇଜ ରେ ଷ୍ଟାମ୍ପ ପେପରରେ କରିକି ଦେଇଦେବେ। କେବଳ ସେତିକି କରିଦେଲେ ଆଉ ନୂଆ ଆପଣଙ୍କୁ ସାର୍ଟିଫିକେଟ ଦରକାର ନାହିଁ। କିନ୍ତୁ ଭଲ ହେଇଛି ଆପଣ ନୂଆ ବାହାର କରିଛନ୍ତି, ଅପକମିଂ ଯାହା ବି ଏକ୍ସାମ ଦେବେ କିମ୍ବା ଫ୍ୟୁଚରରେ କାମରେ ଆସିବ। ବର୍ତ୍ତମାନ ପାଇଁ ଆପଣ ଯୋଉ ସେପ୍ଟେମ୍ବରରେ ବାହାର କରୁଛନ୍ତି ଏଇଟା ଦରକାର ପଡିବନି। ଯୋଉଟା ଆପଣଙ୍କର ପୂର୍ବ ଯୋଉଟା ବାହାର କରିଥିଲେ ସେଇଟା ହିଁ ଆପଣଙ୍କ ଦରକାର ପଡିବ। ସେଠି ଗୋଟେ ଆଫିଡେଭିଟ୍ ବି କରିଦେଇଥିବେ। ପ୍ଲସ୍ ଏଇ ନୂଆଟା ତ ପଳେଇ ଆସିବ, ଯଦି ବହୁତ ଶୀଘ୍ର ପଳେଇ ଆସିବ, ଯଦି ଏଇଟାକୁ ମଧ୍ୟ ନେଇକି ଯାଇଥିବେ, ଦିଟି ଯାକ ନେଇକି ପଳେଇଥିବେ ସେଠି। ନୂଆଟା ସାର୍ ଆସି ସାରିଛି। ଆସି ସାରିଛି ନା? ହଁ, ନେଇକି ଆଜ୍ଞା ପଳେଇଥିବେ ଆପଣ। ସେଠି ଯଦି ସେମାନେ ପଚାରିବେ କିଛି, ଆପଣ ସେଇଟାକୁ ବି ଆଜ୍ଞା ଦେଖେଇଦେବେ। କିନ୍ତୁ ଆଜ୍ଞା ମୁଁ ସେଫ୍ଟି ପାଇଁ କେବଳ କହିବି ଗୋଟେ ଏଫିଡେଭିଟ୍ ବି କରିଦେଇଥାନ୍ତୁ, କାହିଁକିନା ପ୍ରିଭିୟସ ର ସେଟା ଆକ୍ସେପ୍ଟେବୁଲ ହବ। ନୂଆଟା ଆଜ୍ଞା ଯେହେତୁ ଆପଣ ଏବେ କରିଛନ୍ତି ତ ଆକ୍ସେପ୍ଟେବୁଲ ହେଇ ନପାରେ। ପୂର୍ବଟା ଯୋଉଟା କରିଛନ୍ତି ସେଇଟା ଆପଣଙ୍କର ଆକ୍ସେପ୍ଟେବୁଲ ହବ। ସେଇଟା ସହିତ ଗୋଟେ ଆଫିଡେଭିଟ୍ କରିଦେଇଥିବେ ସେଇଟାକୁ ଦେଖେଇକି। ତ ଆଉ କିଛି ପ୍ରୋବ୍ଲେମ ମାନେ ମୁଁ ଏସବୁ ଆଜ୍ଞା କାହିଁକି କହୁଛି, କାହିଁକିନା ଆପଣ ପୁରା ସାର୍ ସେଫ୍ ସେକେଣ୍ଡ ଜୋନରେ କ୍ୱେରି। ରହିବେ। କୁହନ୍ତୁ। ଆଜ୍ଞା ଆଜ୍ଞା ସାର୍, ସେକେଣ୍ଡ କ୍ୱେରି ହଉଛି ସେଇ ସ୍ପେଲିଂ ରିଗାର୍ଡିଂ। ମାନେ ମୋ ଆଧାର କାର୍ଡରେ ସେଇ ବାପାଙ୍କର ସ୍ପେଲିଂ ଟିକେ ଭୁଲ ଅଛି। ମାନେ ଭୁଲ ଇନ ଦ ସେନ୍ସ, ମାନେ ମୋର ସବୁ ସାର୍ଟିଫିକେଟ ମାନେ 10th ପାଖରୁ ଆରମ୍ଭ କରିକି ବିଏଡ୍ ପର୍ଯ୍ୟନ୍ତ ପ୍ଲସ୍ କାଷ୍ଟ ଇନକମ୍ ରେସିଡେଣ୍ଟ ମାନେ ସବୁଥିରେ ଗୋଟେ ସ୍ପେଲିଂ ଅଛି, କିନ୍ତୁ ମୋ ଆଧାରରେ ଆଉ ଗୋଟେ ଅଛି। ତ ମୁଁ ମାନେ ବହୁତ ଟ୍ରାଏ କଲି, ଫିର୍ ବି ମାନେ ତାକୁ ଚେଞ୍ଜ କରିପାରିଲିନି ଆଜି ଯା। ମାନେ ବର୍ତ୍ତମାନ ତ ଏବେ ସେ ସାଇଟ ରେ ହିଁ ଟୋଟାଲି ମାନେ କେୟାର ଅଫ ଅପସନ ଟା ଏଡିଟ ପାଇଁ ଅପସନ ହିଁ ଆସୁନି। ହୁଁ ହୁଁ। ତ ସେଇଟା ବି ସେଇ ଆଫିଡେଭିଟ କରିଦେବି ନା କଣ କରିବି? ଶୁଣନ୍ତୁ, ନା ତା ଆପଣ ବଦଳରେ କେବଳ ଆଧାର କେବଳ ବଦଳରେ? ଗୋଟେ ହିଁ ଆଫିଡେଭିଟ୍ କରିବେ। କେବଳ ଗୋଟେ ହିଁ ଆଫିଡେଭିଟ୍ ହବ, ସେଇଥିରେ ସବୁ ଯାକ ପଏଣ୍ଟ ଆଜ୍ଞା ଲେଖା ହବ।
ଯେମିତି କି ଆପଣ ଗୋଟେ ପଏଣ୍ଟ କହିଲେ ଆଧାର କାର୍ଡ ରେ ଭୁଲ ଅଛି, ତ ସେଇଠି ଗୋଟେ ପଏଣ୍ଟ ଲେଖା ହବ ଆଜ୍ଞା ଆଧାର କାର୍ଡ ରେ ଭୁଲ ଅଛି, ଆଉ ଗୋଟେ ପଏଣ୍ଟ ସବ ପଏଣ୍ଟ ରେ ସେଠି ଲେଖା ହବ କି OSSD ସାର୍ଟିଫିକେଟ ରେ ଭୁଲ ଅଛି। ଏଇଭଳିଆ ଲେଖା ହବ। ଯାହା ବି ପ୍ରୋବ୍ଲେମ ଆପଣଙ୍କର ଅଛି ସେଗୁଡା ସବୁ ଗୋଟେ ଆଫିଡେଭିଟ ରେ ସବୁ ଯାକ ହେଇଯିବ। ସବୁ ଯାକ ପଏଣ୍ଟ ସେମାନେ ଗୋଟେ ଆଫିଡେଭିଟ ରେ ଲେଖିଦେବେ, ହେଲା, ତ କିଛି ଆଉ ଅସୁବିଧା ହବନି। ଆଜ୍ଞା ସାର୍ ଆଜ୍ଞା ହୁଁ। ଆଜ୍ଞା ସାର୍ ଆଉ ଯୋଉ ଭୋଟର ଆଇ କାର୍ଡ ଆଉ ପାନ୍ ହେରିକା ନେଇକି ଯାଇଥିବେ କି? ହଁ ନେଇକି ଯାଇଥାନ୍ତୁ, କିଛି ଅସୁବିଧା ନାହିଁ। ଆପଣଙ୍କର ଡକୁମେଣ୍ଟ ନେଇକି ଯାଇଥାନ୍ତୁ ସବୁ, କାହିଁକି ନା ହଠାତ୍ କେତେବେଳେ କଣ ସେମାନେ ମାଗିବେ ଭରସା ନାହିଁ। ତେଣୁ ନେଇକି ଆଜ୍ଞା ପଳେଇଥିଲେ ଭଲ। ଆପଣଙ୍କର ତ ଅଛି ନା, ତ ଅଛି ଯଦି ଆଜ୍ଞା କାହିଁକି ଘରେ ରଖିବେ, ସେଟା ସେଠି ନେଇଥାନ୍ତୁ, କିଛି ଅସୁବିଧା ନାହିଁ। ଆଜ୍ଞା କିନ୍ତୁ ଦେଖେଇବେ ଗୋଟେ ହିଁ, ଯୋଉଟା ସେମାନେ ଜେନେରାଲି ଆଧାର କାର୍ଡ ଟା ସେମାନେ ମାଗନ୍ତି, ତ ଆଧାର କାର୍ଡ ଆପଣ ଦେଖେଇ ପାରିବେ, କିମ୍ବା ଆପଣ ଭୋଟର ଯୋଉଟା ବି ଗୋଟେ ଆଇଡି ପ୍ରୁଫ ଆଜ୍ଞା ଦେଖେଇଲେ ହବ, ହେଲା। ଆଜ୍ଞା ସାର୍ ଥ୍ୟାଙ୍କ ୟୁ। ଓକେ ଓକେ, ନେକ୍ସଟ ଆଉ କାହାର କଣ ଡାଉଟ ଅଛି? ଆଉଟ ଅଫ 39 ପାର୍ଟିସିପେଣ୍ଟସ୍ ଆମ ପାଖରେ ମାତ୍ର ଏବେ ବର୍ତ୍ତମାନ 17 ଜଣ ଅଛନ୍ତି ଆଉଟ ଅଫ 39। ଫିର ବି ବହୁତ ଜଣ ଜଏନ ହେଇ ପାରୁନାହାନ୍ତି। ଠିକ ଅଛି, ନେକ୍ସଟ ଆପଣ ଟିକେ ଇଏ କରନ୍ତୁ, ଭଏସ ରେଜ କରନ୍ତୁ, ମ୍ୟୁଟ ଅଫ କରିକି ମୋ ସହିତ କଥା ହୁଅନ୍ତୁ। ଠିକ ଅଛି, ମେସେଜ ନ କରିକି ଡାଇରେକ୍ଟ ଆପଣ ଅମୃତା, ଠିକ ଅଛି, ଗ୍ଲୋରୀ ଗୁଡ ପଚାରୁଛନ୍ତି ଇଭିନିଂ ସାର୍। ସାର୍। ହଁ, ଓକେ, ଗୁଡ ଇଭିନିଂ। ମୁଁ ବିଶ୍ଵ କହୁଥିଲି। ବିଶ୍ଵ, ଓକେ, ହଁ ବିଶ୍ଵ, କିଛି ବ୍ୟାଚ୍ ଜଏନ ହେଇଛନ୍ତି କି ବିଶ୍ଵ? ଆପଣ ଜଏନ ହେଇଥିଲେ କି କିଛି? ଆପଣଙ୍କର ମକ୍ ଟେଷ୍ଟ ମୁଁ ନେଇଥିଲି PCM ବେଚ୍ ପାଇଁ। କିଛି ହେଲ୍ପଫୁଲ ହେଲା? ହଁ ସାର୍, ମୁଁ ଫିଜିକ୍ସ କେମିଷ୍ଟ୍ରି, ମୁଁ ତ ମ୍ୟାଥମେଟିକ୍ସ ଅନର୍ସ ବାଲା, ଆଜ୍ଞା ଆଜ୍ଞା ତ ମତେ ଫିଜିକ୍ସ କେମିଷ୍ଟ୍ରିର ବହୁତ ସାରା ପ୍ରାକ୍ଟିସ ଦରକାର ଥିଲା। ସେ ଆଜ୍ଞା ବେଚ୍ ରେ କୋଶ୍ଚିନ୍ ମାନେ ବହୁତ ସାରା କରିଥିଲି। ଆଜ୍ଞା ଆଜ୍ଞା। ତ ସାର୍ ଆପଣଙ୍କର ମୁଁ କେତେ? ଆଚାର୍ଯ୍ୟ ହଁ ନାଗାର୍ଜୁନ ୟୁନିଭର୍ସିଟି, ଆଜ୍ଞା, କୁହନ୍ତୁ କୁହନ୍ତୁ। ମୋର ସ୍କୋର ଅଛି ସାର୍ 67.25 ୟୁ ଆର୍ SCBC। SCBC ନା? ହଁ, ନାଇଁ ଠିକ ଅଛି, ପଚାରନ୍ତୁ। ହେଇଯିବ ତ ସାର୍ ଫାଇନାଲ ରେ? ହଁ ହଁ, ହେଇଯିବ ହେଇଯିବ ଡେଫିନେଟଲି। 61 ପଏଣ୍ଟ ସମଥିଙ୍ଗ ଯାଇଛି ବୋଧେ, 61 ପଏଣ୍ଟ କେତେ ଗୋଟେ ଯାଇଛି ହଁ SCBC। 61. ହଁ, ଆଉ ଗୋଟେ ସାର୍ ଡାଉଟ ଥିଲା, ଯୋଉ ଗ୍ରେସ୍ ମାର୍କ ମିଳିଛି ସେଟା ଆଟେଣ୍ଡ କଲେ ହିଁ ମିଳିବ ନା ନ କଲେ ବି ମିଳିବ? ସେଇଟା ଶୁଣନ୍ତୁ, ଗ୍ରେସ୍ ମାର୍କ ଆକ୍ଚୁଆଲି ବହୁ ଜଣଙ୍କର ଏଇଠି ଡାଉଟ ଥାଏ କି ଗ୍ରେସ୍ ମାର୍କ ସାର୍ ସମସ୍ତଙ୍କୁ ମିଳେ କି କେବଳ ଯିଏ ଆଟେଣ୍ଡ କରିଥିବ? ଗ୍ରେସ୍ ମାର୍କ ଟା ସମସ୍ତଙ୍କୁ ମିଳେ। ପଏଣ୍ଟ ହଉଛି କଣ, ସାର୍ ଷ୍ଟାର୍ଟିଂ ରୁ ମନେକର ସପୋଜ ମୁଁ ଗୋଟେ କ୍ୱେଶ୍ଚିନ୍, ମୋର ଅପସନ ବି ମୁଁ ଲେଖିଛି, ଆଉ ସେ ଅପସନ ବି ଟା ସପୋଜ ମୁଁ ଷ୍ଟାର୍ଟିଂ ରେ ହିଁ ଠିକ ହେଇଥିଲା, ତ ମୁଁ ସେଇଟା 1 ମାର୍କ କାଉଣ୍ଟ କରିଦେଇଛି। କିନ୍ତୁ ଯୋଉମାନେ ସି ସାର୍ କି ଡି କି ଏ ମାରିଥିବେ, ସେମାନଙ୍କର ଭୁଲ ଦେଖେଇଥିବ, କିନ୍ତୁ ସେମାନଙ୍କୁ ଗ୍ରେସ୍ ମିଳିଲା ପରେ ସେମାନେ ବଢେଇଥିବେ ମାର୍କ ଟା। କିନ୍ତୁ ଆପଣଙ୍କର କଣ ହେଇଥିବ, ଅଲରେଡି 1 ମାର୍କ ଆପଣ ବଢେଇ ଦେଇଛନ୍ତି ଆଗରୁ ହିଁ। ବୁଝିପାରିଲେ? ନାଇଁ ସାର୍, ମୁଁ ସେ ଆଟେଣ୍ଡ କରିନି, ସେଇଠି କାଉଣ୍ଟ କରିବେ ନା ନାଇଁ ସେ 1 ମାର୍କ? ହଁ, କାଉଣ୍ଟ କରିବେ ସେଠି। ଯିଏ ବି ଆଟେଣ୍ଡ, ଠିକ ଗ୍ରେସ୍ ଅଛି ମାନେ ସେ କ୍ୱେଶ୍ଚିନ୍ ଭୁଲ ଥିବ ବୋଲି ସମସ୍ତଙ୍କୁ ସେଟା ମିଳିବ, ଫୁଲ ମାର୍କ ମିଳିବ। ଠିକ ଅଛି, ଠିକ ଅଛି ସାର୍। ଓକେ, ସାର୍ ମୁଁ ହଉଛି ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟିରୁ 2022-24 ରେ ବିଏଡ୍ କମ୍ପ୍ଲିଟ କଲି। ଆଜ୍ଞା ଆମର କଣ ପ୍ରୋବ୍ଲେମ ହେଇଛି ସାର୍, ଯୋଉ ୟୁନିଭର୍ସିଟି ଟା ଡିଭାଇଡ ହେଇଯାଇଛି 23 ମସିହାରେ ଆନ୍ଧ୍ରା କେଶରୀ। ହୁଁ ହୁଁ ତ ସେମାନେ ଯୋଉ ଏଫିଲିଏସନ ଦେଇଛନ୍ତି ସେଇଟା 22-23 ଯାଏଁ ଦେଇଛନ୍ତି। ଆଉ ଗୋଟେ ଆମକୁ ନୋଟିସ ଗୋଟେ କରିକି ଦେଇ ଦେଇଛନ୍ତି, ସାର୍ଟିଫିକେଟ ଗୋଟେ ଦେଇଛନ୍ତି ଯେ 2022-24 ଯାଏଁ ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି ସହ ଏଫିଲେଟେଡ ଅଛି ବୋଲି। ଓକେ। ତ ସେଇଟାକୁ ସେ ନେଇକି ମାନେ ଆମକୁ ଆପଣଙ୍କୁ 23, ଡର ଲାଗୁଛି କଣ ହବ କଣ ନାହିଁ? ଆମକୁ 23-24 ର ନାହିଁ ସାର୍, ତ କିଛି ପ୍ରୋବ୍ଲେମ ହବ କି ସେଇଠି? ଶୁଣନ୍ତୁ, 22-24 ଯୋଉଟା ମୁଁ ବି ଦେଖିଛି, ବହୁତ ଜଣ ମତେ ସେଟା ସେୟାର ବି କରିଛନ୍ତି ସେ ନୋଟିସ ଟା। ସେଥିରେ ନାଗାର୍ଜୁନ ୟୁନିଭରସିଟି ସେ ପ୍ରକାଶମ ଲେଖିଛି। ଡିଷ୍ଟ୍ରିକ୍ଟ, ହଁ ପ୍ରକାଶମ ଡିଷ୍ଟ୍ରିକ୍ଟର ଯେତିକି ଷ୍ଟୁଡେଣ୍ଟ ଥିବେ ସମସ୍ତଙ୍କୁ ସେମିତି ଦେଇଛନ୍ତି। ହଁ ହଁ, ସେଟା ମୁଁ ଦେଖିଛି, ବହୁତ ଜଣ ମତେ ସେୟାର ବି କରିଛନ୍ତି। ପ୍ରକାଶମ ଡିଷ୍ଟ୍ରିକ୍ଟ ର ନାଗାର୍ଜୁନ ୟୁନିଭରସିଟି ଅଣ୍ଡରରେ ଯୋଉ କଲେଜ ଯାକ ଥିଲା, ସେଇ କଲେଜର ସେମାନଙ୍କର 2022-24 ପର୍ଯ୍ୟନ୍ତ ଆଫିଲିଏସନ ଦିଆହେଇଛି। ସେଠି ମେନସନ ବି ହେଇଛି ସାର୍ 2022-24। ଠିକ ଅଛି, ସେ ନୋଟିସ ରେ ସାର୍ ସେଟା ମୁଁ ଦେଖିଛି। ତେଣୁ ଆପଣଙ୍କ କିଛି ଅସୁବିଧା ହବନି, ସେଇଟା ଆପଣ ଦେଖେଇବେ ସେଠି। 2022 ସେ ଖାଲି କଲେଜ ସିନା ଚେଞ୍ଜ ହେଇଗଲା, କିନ୍ତୁ ଆଫିଲିଏସନ ଆପଣଙ୍କର ଅଛି। ନାଗାର୍ଜୁନ ଅଣ୍ଡରରେ ହିଁ ଆଫିଲିଏସନ ଆପଣଙ୍କୁ 2 ବର୍ଷର ମିଳିଛି, ତେଣୁ ସେଟା କିଛି ଅସୁବିଧା ହବନି। ଠିକ ଅଛି ସାର୍। ଆଉ ଗୋଟେ ସାର୍, ମୋର ଯୋଉ OTPRMS ରେ ଆଜ୍ଞା
ମାନେ ସେ କଲେଜ ର ଫୁଲ ଆଡ୍ରେସ ଦରକାର ନା ଖାଲି କଲେଜ ନେମ୍ ଡିଷ୍ଟ୍ରିକ୍ଟ ନେମ୍ ଥିଲେ ବି ଚଳିବ? ସେଇଟା ଶୁଣନ୍ତୁ, ଓଟିପି ଆରଏମଏସ୍ ରେ ଆପଣଙ୍କର ମେନ୍ ହେଲା ସେମାନେ ଗୋଟେ ଗୋଟେ ୟୁଆଇଡି ଗୋଟେ ଜେନେରେଟ ହେଇଥିବ, କେବଳ ସେଇଟା ଇମ୍ପୋର୍ଟାଣ୍ଟ। ଆପଣଙ୍କର ସେଇଟା ସାର୍ ସେମାନେ ଓପେନ କରିକି ଦେଖିଦେବେ ଯେ ଆପଣଙ୍କର ନାଁ, କଲେଜର ନାଁ, ସବୁ ଡିଟେଲ ସେଥିରେ ଅଛି ନା ନାହିଁ ଦେଖିଦେବେ। କେତେଟା ଜାଗାରେ ଟିଭି ଟାଇମ ରେ ଦେଖନ୍ତିନି, କିନ୍ତୁ ସାର୍ ମ୍ୟାକ୍ସିମମ୍ ଜାଗାରେ ଦେଖନ୍ତି। ସେ ୟୁଆଇଡି ଓପେନ କରି ଦେଖିବେ, ମାନେ କାଳେ ଆପଣ ଅନ୍ୟ କାହାରଟା ଆଣିକି ଦେଖେଇ ଦେଇଥିବେ କି, କଲେଜର ନାଁଟା ଯେହେତୁ ସେମ ରହୁଛି ତ ଆପଣଙ୍କର ନାଁ ଯେହେତୁ ସେଥିରେ ଆସୁନି, ସାର୍ ତ ଅନ୍ୟ କାହାକୁ ଷ୍ଟୁଡେଣ୍ଟର ନେଇକି ପଳେଇ ଆସିଥିବେ ବୋଲି ସେଥିରେ ଗୋଟେ ୟୁଆଇଡି, ସେଟା ପର୍ସନାଲି ସମସ୍ତଙ୍କ ପାଇଁ ଅଲଗା ଅଲଗା ଥାଏ। ତ ସେ ୟୁଆଇଡି କୁ ସେମାନେ ଚେକ୍ କରିବେ, ଓପେନ କରିକି ଦେଖିବେ, କିନ୍ତୁ କେତେଟା ଜାଗାରେ ଦେଖନ୍ତିନି। ତ ଆପଣଙ୍କର ନାଁ ଯଦି କଲେଜର ଟିକେ ଏପଟ ସେପଟ ଅଛି କିଛି ଅସୁବିଧା ନାହିଁ, କାହିଁକିନା ସେମାନେ ଟାଇପିଂ ମିଷ୍ଟେକ୍ ଟା ହେଇଯାଏ। ନାଇଁ ସାର୍, ସେ ଯୋଉ ପ୍ଲଟ ପ୍ଲଟ ନମ୍ବର ପିନ୍ ସବୁ ଦେଇକି କରିବାକୁ ପଡୁଛି ବୋଲି କହୁଥିଲେ ପିଲାମାନେ। କିଛି କିଛି ଅସୁବିଧା ନାହିଁ ସେଟା। ମୁଁ ଆଉ ଥରେ ବି ଆପ୍ଲାଏ କରିଦେଇଛି ସାର୍, ହଁ ହଁ, ଠିକ ଅଛି, ଅଲଗା କିଛି ଅସୁବିଧା ନାହିଁ। ଅଲଗା ମେଲ ଆଇଡି ରୁ ଆଉ ଥରେ ଆପ୍ଲାଏ କରିଦେଇଛି। କିଛି ଅସୁବିଧା ନାହିଁ, ସେଟା ନୂଆଟା ଯଦି ଆପଣଙ୍କର ପଳେଇ ଆସିବ ସେଟା ଦେଖେଇଦେବେ, ଯଦି ନ ଆସିବ ପୁରୁଣା ଟା ଦେଖେଇବେ, କିଛି ଅସୁବିଧା ନାହିଁ ହେଲା। ଠିକ ଅଛି ସାର୍। ଓକେ, ଆଉ ନେକ୍ସଟ। ଗୋଟେ ସାର୍ ଡାଉଟ୍ ଥିଲା କି ଓଷ୍ଟେଟ ଟା ଆମେ ଗୋଟେ ଇୟର କମ୍ପ୍ଲିଟ ପରେ ହିଁ ଆପ୍ଲାଏ କରିପାରିବା କି? ମାନେ ଆମର ଯୋଉ ସାର୍ଟିଫିକେଟ ଆସିଛି, ମାନେ 2022 ରୁ 24 ବ୍ୟାଚ୍ ମୁଁ ଓଷ୍ଟେଟ 2023 ଟା କ୍ଲିୟର କରିଛି। ହଁ, ଠିକ ଅଛି। ଆପଣ 2022-23 ବ୍ୟାଚ୍ ରେ ବିଇଡି କଲା ପରେ ଆପଣଙ୍କୁ ଆକ୍ସେସ ମିଳିବ ଓଏସଏସଟି ଏକ୍ଜାମ ଦେବା ପାଇଁ। ତ ଅ, ସାର୍ ଆପଣ 2023 ରେ ଯୋଉ କ୍ଲିୟର କରିଛନ୍ତି କହୁଛନ୍ତି, କିଛି ଅସୁବିଧା ନାହିଁ। କିନ୍ତୁ ଠିକ ଅଛି, ପଏଣ୍ଟ ଥ୍ୟାଙ୍କ ୟୁ ସାର୍। ପଏଣ୍ଟ ଏଇଟା ଯେ ଆପଣଙ୍କର ସେଇଟା ସେମାନେ ମେନ୍ ହେଲା, ସେଇଟା ଯେହେତୁ କ୍ଲିୟରଲି ସେମାନେ ଗୋଟେ ମେନସନ କରିନାହାନ୍ତି, ସେ ଗୋଟେ ଲେଖିଦେଇଛନ୍ତି ଯେ 1 ଇୟର ପୂର୍ବରୁ ହେଇଥିବା ଦରକାର ଯେବେ ଆପଣ ଲାଷ୍ଟ ଆପ୍ଲାଏ କରିଛନ୍ତି। ତ ଲାଷ୍ଟ ଆପ୍ଲାଏ ଟା ଦେଖନ୍ତୁ ଥରେ ନା ଦିଥର ଚେଞ୍ଜ ହେଇଥିଲା ଡେଟ୍ ଟା, ସେ ତ ଗୋଟେ ଡେଟ୍ ରେ ହେଇନି। ସାର୍ ତେଣୁ ଯୋଉମାନେ ଆଗରୁ କରିଦେଇଛନ୍ତି, ସେମିତି ବହୁତ ସାରା ଷ୍ଟୁଡେଣ୍ଟ ମତେ ମେସେଜ କରିଛନ୍ତି, ଯୋଉମାନେ ସାର୍ ମୁଁ ଆଗରୁ କରିଦେଇଥିଲି, ସେ ଟାଇମରେ ଯୋଉ ଫାଷ୍ଟ ଆପ୍ଲାଏ ଟା ଥିଲା ସେ ଟାଇମ ହିସାବରେ ମୁଁ କରିଥିଲି, କିନ୍ତୁ ଡେଟ୍ ପୁଣି ଚେଞ୍ଜ ହେଲା, କିନ୍ତୁ ମୁଁ ଆଉ କରିନି, ତ ମୁଁ ସେଇଟା ହିଁ ରଖିଛି। ତ ସେଇଟା ସେମାନେ କନସିଡର କରିବା ଦରକାର, କାହିଁକିନା ସେମାନଙ୍କର କ୍ଲିୟରଲି ସେମାନେ ମେନସନ କରିନାହାନ୍ତି। ପୁଣି ଓଏସଏସଟି ରେ ଆଉ ଗୋଟେ ପ୍ରୋବ୍ଲେମ କଣ ହେଇଥିଲା ନା, କେତେ ଜଣ କହୁଛନ୍ତି ସାର୍ ଏଜୁକେଶନାଲ ପର୍ପୋଜ ରେ ମୁଁ ବାହାର କରିଛି, କେତେ ଜଣ କହୁଛନ୍ତି ସାର୍ ମୁଁ ସର୍ଭିସ ପର୍ପୋଜ ରେ ବାହାର କରିଛି କରିନି, ଏମିତି ସବୁ ପ୍ରୋବ୍ଲେମ ହେଇକି ଅଛି। ତ ସେଇଟା ମଧ୍ୟ ସେମାନେ କନସିଡର କରିବା ଦରକାର। ସେଥିରେ ବି କ୍ଲିୟରଲି ମେନସନ ହେଇଛି କି ସର୍ଭିସ ପିରିୟଡ, ମାନେ ସର୍ଭିସ ପର୍ପୋଜ ରେ ଓଏସଏସଟି ସାର୍ଟିଫିକେଟ ହେଇଥିବା ଦରକାର। ଓଷ୍ଟେଟ ନା କାଷ୍ଟ ସାର୍ଟିଫିକେଟ? ଓଷ୍ଟେଟ ନା କାଷ୍ଟ ସାର୍ଟିଫିକେଟ? ସରି ସରି, କାଷ୍ଟ ସାର୍ଟିଫିକେଟ, ସରି ଆଇ ଏମ୍ ଏକ୍ସଟ୍ରିମଲି ରଙ୍ଗ। ଓକେ, ମୁଁ କାଷ୍ଟ ଓଷ୍ଟେଟ ସାର୍ଟିଫିକେଟ ର ସେଟା ଥିଲା, ପଚାରୁଥିଲି ସାର୍। କାଷ୍ଟ ସାର୍ଟିଫିକେଟ ଥିଲା, ସରି, ଓଏସଏସଟି ନାହିଁ, କାଷ୍ଟ ସାର୍ଟିଫିକେଟ ଥିଲା। ତ ସେଇଟାକୁ ଟିକେ ସମସ୍ତେ ଟିକେ ଓଷ୍ଟେଟ ଧ୍ୟାନର ସହିତ ସେଟାକୁ ଦେଖିବେ, କାଷ୍ଟ ସାର୍ଟିଫିକେଟ ଯୋଉଟା, ସେଟା ଆପଣ ଟିକେ ଦେଖିବେ, 1 ଇୟର ୱିଦିନ ସେଟା ଗୋଟେ ଦେଖିବେ, ଆଉ ସେ ଯୋଉ ସର୍ଭିସ ପର୍ପୋଜ ସେଟା ଏବେ ମେନସନ କରାଯାଇଛି ସର୍ଭିସ ପର୍ପୋଜ ବୋଲି, ସେ ଦିଟା ଜିନିଷକୁ ଟିକେ ଭଲସେ ଦେଖିକି ଯିବେ। ଓକେ ଠିକ ଅଛି, ଥ୍ୟାଙ୍କ ୟୁ ସାର୍। ଓକେ, ନେକ୍ସଟ ଅମୃତା କିଛି ପଚାରୁଛନ୍ତି। ଅମୃତା ଆପଣ ଅ, ଟିକେ ମ୍ୟୁଟ ଟାକୁ ଅଫ୍ କରି ପଚାରନ୍ତୁ। ଆଉ କାହାର କିଛି ଯଦି ଡାଉଟ୍ ଅଛି ପଚାରି ପାରିବେ, ଯଦି ଆପଣ ଗୁଡ୍ ଚାହୁଁଛନ୍ତି ଡାଇରେକ୍ଟ। ଇଭିନିଂ ସାର୍। ହଁ, ରାକେଶ କୁମାର, ଗୁଡ ଇଭିନିଂ। ଆପଣ ସାର୍ ସେମ୍ ଡାଉଟ୍ ଅଛି ମାନେ କାଷ୍ଟ ସାର୍ଟିଫିକେଟ ର। ଆପଣ କିଛି ବ୍ୟାଚ୍ ଜଏନ୍ ହେଇଥିଲେ କି ଆମର? ଆଜ୍ଞା ମକ୍ ମକ୍ ଟେଷ୍ଟ ସିରିଜ ଟା ଜଏନ୍ କରିଥିଲି ସାର୍। ମୁଁ ଆଚ୍ଛା, କନଷ୍ଟାଣ୍ଟଲି ସବୁ ମକ୍ ଦେଇଛି ସାର୍। ସବୁ ଯାକ ଦେଇଛନ୍ତି ଲାଷ୍ଟ ପର୍ଯ୍ୟନ୍ତ ପିସିଏମ୍? ହଁ ହଁ, ପିସିଏମ ର ମ୍ୟାକ୍ସିମମ୍ ମକ୍ ଟା ଦେଇଥିଲି ସାର୍। ହେଲ୍ପଫୁଲ ହେଲା? ଆଉ ବହୁତ ହେଲ୍ପଫୁଲ ବି ହେଇଥିଲା, ମାନେ କୋଶ୍ଚିନ୍ ପ୍ରାକ୍ଟିସ ପାଇଁ ସ୍ପେଶାଲି। ୟେସ୍ ସାର୍, ୟେସ୍ ସାର୍। କେତେଟା କୋଶ୍ଚିନ୍, କେତେଟା ମକ୍ ଟେଷ୍ଟ କୋଶ୍ଚିନ୍ସ ବି ଷ୍ଟ୍ରେଟ୍ ଫରୱାର୍ଡ ଆସିଥିଲା କୋଶ୍ଚିନ୍ ସାର୍। ଡାଇରେକ୍ଟ ଆପଣ କ୍ୱେଶ୍ଚନ? ବୋଧେ ଭିଡିଓରେ ବି ସେଇଟା ଶୋ କରିଥିଲେ ଆପଣ? ଆଜ୍ଞା ଆଜ୍ଞା। ହଁ, ଶୋ କରିଥିଲେ ସାର୍ ଏଇ ମକ୍ ଟେଷ୍ଟ, ସେଇଟା ମୁଁ ଦେଖିଥିଲି, ହୁଁ ବହୁତ ହୁଁ, ହେଲ୍ପଫୁଲ ହେଇଥିଲା। ସାର୍ ମୋର ଦିଟା ଡାଉଟ୍ ରହୁଛି। ଫାର୍ଷ୍ଟ, ଆଜ୍ଞା କାଷ୍ଟ ସାର୍ଟିଫିକେଟ ଯୋଉଟା ସମସ୍ତଙ୍କର ବି ଡାଉଟ୍ ରହୁଛି କି ମୁଁ ଯୋଉ ଏଲଟିଆର ଫାର୍ଷ୍ଟ ଆପ୍ଲାଏ ଯେତେବେଳେ ହେଇଥିଲା ସେ ଟାଇମରେ 1 ଇୟର ଭିତରେ ଥିଲା ମୋ କାଷ୍ଟ ସାର୍ଟିଫିକେଟ ଟା। ହୁଁ ହୁଁ ହୁଁ, ପରେ ଡେଟ୍ ଘୁଞ୍ଚିବା ପରେ ମାନେ 1 ବର୍ଷ 15 ଦିନ ଖଣ୍ଡେ ପୁରୁଣା ହେଇଯାଇଥିଲା ମୋ କାଷ୍ଟ ସାର୍ଟିଫିକେଟ ଟା। ମୁଁ ଅଲରେଡି ସର୍ଭିସରେ ଅଛି ସାର୍, ଜୁନିୟର ଆଜ୍ଞା ଆସିଷ୍ଟାଣ୍ଟ ସ୍କୁଲରେ। ଲାଷ୍ଟ ଥର ବି ଏମିତି ସିଷ୍ଟମ ଥିଲା, ମାନେ ଜୁନିୟର ଆସିଷ୍ଟାଣ୍ଟ ର ଡକୁମେଣ୍ଟ ଭେରିଫିକେସନ ରେ ବି କାଷ୍ଟ ସାର୍ଟିଫିକେଟ ର ଏମିତି ଟିକେ ମୋର ଟିକେ ପୁରୁଣା ଥିଲା, 1 ବର୍ଷ ଉପରେ ଥିଲା ସେଟା।
ବଟ୍ ସେମାନେ କନସିଡର କରିଥିଲେ, ନ୍ୟू ବାଲା ବି ନେଇକି ଯାଇଥିଲି, କନସିଡର କରିଥିଲି, ତ ଏମାନେ କନସିଡର କରିବେ କି କରିବେ କରିବେ ସେଇ କାହିଁକି ନା ଟାଇମରେ ବି? ଦେଖନ୍ତୁ ଜିନିଷଟା କଣ ହେଇଛି, ଏମିତି ବହୁତ ସାରା ଟିଚର୍ସ ଯୋଉମାନେ ଅପକମିଂ ଯୋଉଟା ଜଏନ ହେବାକୁ ଯାଉଛନ୍ତି ସେମାନଙ୍କର ଏମିତି ବହୁତ ସାରା ପ୍ରୋବ୍ଲେମ ହେଇଛି, ଏଇ ଟାଇପ ର ସେମ ପ୍ରୋବ୍ଲେମ ଯୋଉଟା ଆପଣ କହିଲେ କି କାହିଁକି ନା ଦେଖନ୍ତୁ ଏଇଟା ଗୋଟେ ଅବଭିୟସ କଥା, ସମସ୍ତେ ଆଜ୍ଞା। ଯିଏ ବି ଆପ୍ଲାଏ କରିବ ସେଠି ଲେଖା ହେଇଛି 1 year ଯେହେତୁ, ତ ସେଇ ଟାଇମରେ ସମସ୍ତେ ତିଆରି କରିଥିବେ, ଆପ୍ଲାଏ କରିକି ଆଣିଥିବେ, ତାପରେ ଚେଞ୍ଜ ହେଲା ମାନେ ସେଟା ସେମାନଙ୍କର ଭୁଲ ନା, ଆପଣଙ୍କର ଥୋଡି ନା ଭୁଲ ସେଟା। ତ ସେମାନେ 5 ଥର ଚେଞ୍ଜ କଲେ ଆପଣ ଥୋଡି ନା 5 ଥର ଲେଖା ବାହାର କରିବେ, ସେଇଟା ଦେଖେଇବେ। ତା ସହିତ ଯଦି ରିସେଣ୍ଟ କିଛି ରଖିଛନ୍ତି ନୂଆ, ତାହେଲେ ସେଇଟା ମଧ୍ୟ ଦେଖେଇଦେବେ ଯଦି ଅଛି, ନହେଲେ ସେଟା ଆକ୍ସେପ୍ଟେବଲ ହବନି ଛୁଆ। ରିସେଣ୍ଟ ବାଲା ବନେଇ ସାରିଛି ସାର୍। ହଁ, ତ ଦିଟି ଯାକ ଦେଖେଇଦେବେ, ସେଇଟା ବି ଆଉ ଦେଖେଇଦେବେ ଗୋଟେ ଏଇଟା ଡାଉଟ ବି। ଥିଲା, ଡକୁମେଣ୍ଟ ଭେରିଫିକେସନ ଟା ଆମର ଡିଷ୍ଟ୍ରିକ୍ଟ ରେ ହେବାର ଚାନ୍ସ ଅଛି ନା ଭୁବନେଶ୍ୱର ହବ? ଡିଷ୍ଟ୍ରିକ୍ଟ ର ହବ ସେଟା, ଡିବିଟା ସବୁ ଚାନ୍ସେସ୍ ଟା ଡିଷ୍ଟ୍ରିକ୍ଟ କହୁଛି, ର। ମାନେ ନର୍ମାଲି ଯାହା ବି ଆଗର ଆଗର ଡିଷ୍ଟ୍ରିକ୍ଟ ରେ ହବ ମାନେ। ହଁ, ସବୁ ଆରଏଚଟି ରେ ମଧ୍ୟ ଡିଷ୍ଟ୍ରିକ୍ଟ, ପ୍ରତି ଡିଷ୍ଟ୍ରିକ୍ଟ ରେ ଗୋଟେ ଥର ଭେରିଫିକେସନ ହବ। ତ ଆପଣଙ୍କର ଗୋଟେ ଭେନ୍ୟୁ ଆସିବ, କୋଉ ଭେନ୍ୟୁରେ ସେଟା ଭେରିଫିକେସନ ହବ, ସମସ୍ତଙ୍କର ନାଁ ବି ପଳେଇ ଆସିବ, ନାଁ ଆପଣଙ୍କର ଡେଟ୍ ପଳେଇ ଆସିବ, ଟାଇମ ବି ପଳେଇ ଆସିବ, କୋଉ ଟାଇମ ରେ ଆପଣ ଯାଇକି ଭେରିଫାଇ କରିବେ। ତ ନାଁ ଡେଟ୍ ଟାଇମ ସବୁ ପଳେଇ ଆସିବ, ପଳେଇ ଆସିଲା ପରେ ସେଇ ଗୋଟେ ପର୍ଟିକୁଲାର ଡେଟ୍ ଥିବ, ସେଇ ଡେଟ୍ ରେ ଯାଇକି ଆପଣ ନିଜ ଡିଷ୍ଟ୍ରିକ୍ଟ ରେ ସେଇ ଜାଗାରେ ସେଇ ଜାଗା ମାନେ କଣ, ଗୋଟେ ସ୍କୁଲ ହିଁ ଚୁଜ କରାହେଇଥିବ, ସେଇ ସ୍କୁଲରେ ଭେରିଫାଇ ହବ, ସବୁ ଟିଚର ମାନେ ହେଡମାଷ୍ଟର ମାନେ ଯାଇକି ସେଠି ଇଏ କରିବେ, ବିଓ ମାନେ ମଧ୍ୟ ଥିବେ ସେଠି, ଇଭେନ ଡିଓ ମଧ୍ୟ ଭିଜିଟ କରିପାରନ୍ତି, କିମ୍ବା ଏଡିଓ ଭିଜିଟ କରିପାରନ୍ତି ସେ ଟାଇମରେ। ତ ସ୍କୁଲରେ, ଗୋଟେ ସ୍କୁଲରେ ସେଟା ଆପଣଙ୍କର ଭେରିଫାଇ ହବ ଗୋଟେ ପର୍ଟିକୁଲାର ଡେଟ୍ ରେ, ଆଉ ଡିଷ୍ଟ୍ରିକ୍ଟ ରେ ହବ। ତାପରେ ୱାନ୍ସ ଆପଣଙ୍କ ଡିଷ୍ଟ୍ରିକ୍ଟ ରେ ଭେରିଫିକେସନ ହେଲା ପରେ, ନେକ୍ସଟ ଯୋଉ ଡିଷ୍ଟ୍ରିକ୍ଟ ରେ ଆପଣ ଚାକିରି ପାଇବେ, ଯୋଉଠି ଆପଣ ଜଏନ ହେବେ, ସେଇଠି ପୁଣି ଥରେ ଭେରିଫିକେସନ ହବ, ଇଏରେ ଡିଓ ଅଫିସ ରେ କିମ୍ବା ଆପଣଙ୍କର ସ୍କୁଲରେ ଯୋଉଠି ଜଏନ ହେବେ, ଦିଥର ଭେରିଫିକେସନ ହବ। ଭେରିଫିକେସନ ସରିଲା ପରେ ସ୍କୋର ସିଟ୍ ଦଉଛନ୍ତି କି? ମାନେ କେତେ ମାର୍କ ଆସିଛି ଆମର ସେଟା ଆସିବ କି? ବିକଜ ଲାଷ୍ଟ ଥର ଆରଏସଟି ରେ ଆମର ତ ସିବିଟି ଥିଲା, ତ ଆମେ ଜାଣି ପାରୁଥିଲୁ ଆମର କେତେ ମାର୍କ ଆମେ ଆଣିଛୁ, ମାନେ ମିଳି ଯାଉଥିଲା ଯୋଉଟା। ହଁ, କିନ୍ତୁ ଏଥର ଯେହେତୁ ଓଏମଆର ଅଛି, ତ ଅଫିସିଆଲି ଏମିତି ଆସିବ କି ଗୋଟେ ସ୍କୋର କି ସେଟା କେମିତି? ଆକ୍ଚୁଆଲି ଟ୍ରାନ୍ସପେରେନ୍ସିକୁ ମେଣ୍ଟେନ କରିବା ପାଇଁ ସେମାନେ ବର୍ତ୍ତମାନ ବି ଆପଣଙ୍କର ଯୋଉ ବାହାର କଲେ କଟ ଅଫ୍ ଟା, ବର୍ତ୍ତମାନ ଦେଇଦେବା କଥା, ସେମାନେ ଦେଇଦେବା କଥା, ଦେଇନାହାନ୍ତି କିନ୍ତୁ ସେଟା ଆସିଯିବା କଥା। କିନ୍ତୁ ମୁଁ ଯାହା ଭାବୁଛି, ଯେହେତୁ ବର୍ତ୍ତମାନ ଯାଏଁ ଆସିନି, ତ ଡିପି ପରେ ହୁଏତ ନ ଆସିପାରେ। ଯଦି ଆସିବ, ଆପଣଙ୍କର ଫାଇନାଲ କଟ ଅଫ୍ ଯୋଉଟା ବାହାରିବ, ସେ ଟାଇମରେ ହୁଏତ ଆପଣଙ୍କର ମାର୍କ କେତେ ରଖିଛନ୍ତି ସେଟା ଆସିପାରେ, କିମ୍ବା ଇଭେନ ମାନେ ଭରସା ନାହିଁ, ଏଇ ମାନେ ଗଭର୍ଣ୍ଣମେଣ୍ଟ ଉପରେ ଆପଣ କହିପାରିବେନି କି ଏଇଟା ସେ ଦବ କି ନ ଦବ, ସେଟା ତାଙ୍କ ଉପରେ ରହିଲା। ଜେନେରାଲି ଦେଇଦବା କଥା, ଏବେ ହିଁ ଦେଇଦବା କଥା କେତେ ମାର୍କ ଅଛି ଆପଣଙ୍କୁ। ତ ଦେଇନାହାନ୍ତି ଯେହେତୁ, ତ ଏଇଦର ସେଟା ଆମର ଫାଇନାଲ ମେରିଟ ଲିଷ୍ଟ ଯେତେବେଳେ ଆସିବ, ସେଇ ଟାଇମରେ ଆପଣଙ୍କର ମାର୍କ ଶୋ ହେଇପାରେ, କିମ୍ବା ନ ବି ଦେଇପାରନ୍ତି, ସେମିତି କିଛି କହିହେବ। ଆଉ ଗୋଟେ ଯୋଉଟା ରିଭଲ୍ଭ ହଉଛି, ମାନେ November 15 ରେ ଆମର ଯୋଉ ନିଯୁକ୍ତି ମେଳାର ଗୋଟେ ଯାହା ସ୍ପ୍ରେଡ ଅଛି ୟୁଟ୍ୟୁବ ରେ ଯାହା ଦେଖୁଛୁ ଆମେ, ତ ସେଇଟା ସତ୍ୟତା ତାର କେତେ ରହିଛି ସାର୍? ସେଇଟା ଆକ୍ଚୁଆଲି ସେଇଟା ଆମର November 14 ଆଇ ଥିଙ୍କ, କିମ୍ବା 15 ଥିଲା, ମୋର ଏକ୍ସାକ୍ଟ ମନେ ପଡୁନି, 14 ବୋଧେ ଥିଲା, ଆମର ଶିଶୁ ଦିବସ ପାଇଁ ସେଟାକୁ ଗୋଟେ କ୍ୟାପିଟାଲ ହାଇ ସ୍କୁଲରେ ନିଯୁକ୍ତି ମେଳା, ମାନେ ଏଇ ଯୋଉ ଓରିଏଣ୍ଟେସନ ପ୍ରୋଗ୍ରାମ ଟା ହେଲା ଭଳିଆ ଅଛି। ଏଇଟା ସତ୍ୟତା ଅଛି, କିନ୍ତୁ ସେଥିରେ କ୍ଲିୟରଲି ଏଲଟିଆର ବୋଲି ସେଥିରେ ତ ମେନସନ କରାହେଇନି, କିନ୍ତୁ ହେଇପାରେ, ମୋଷ୍ଟ ପସିବଲି ସେଟା ଲାଗୁଛି ଯେ ସେଇ ଦିନ ହିଁ ହବ। November 14 ଟା ଗୋଟେ ଡେଟ୍ ବାହାର କରାହେଇଛି, ନିଯୁକ୍ତି ମେଳା ବି ହବ ସେଦିନ। ତାପରେ ଇଏ ଆପଏଣ୍ଟମେଣ୍ଟ ଲେଟର ମଧ୍ୟ ସେଦିନ ଦିଆଯାଇପାରେ, କାହିଁକି ନା ସବୁ ଜିନିଷ ସବୁ ଷ୍ଟେପ ୱାଇଜ ଅଛି, ଠିକ ଠାକ ହେଇକି ଅଛି। ଏବେ ବି ଆପଣଙ୍କର ଏଇ ଛୁଟି ସରିଲା ପରେ ପରେ ୱିଦିନ 10 days ଆପଣଙ୍କର ଡିପି ପାଇଁ ପଳେଇ ଆସିବ। ଆଉ ଡିପି ସରିଗଲା ପରେ ତ ସରିଗଲା କାମ, ଇଏ ପଳେଇ ଆସିବ, କଣ ଫାଇନାଲ ମେରିଟ ଲିଷ୍ଟ ପଳେଇ ଆସିବ। ଫାଇନାଲ ମେରିଟ ଲିଷ୍ଟ ଆସିଗଲା ପରେ ବହୁତ କମ ଦିନରେ ଆପଣଙ୍କର ଡିଷ୍ଟ୍ରିକ୍ଟ ଚଏସ ହେଇଯିବ। ଡିଷ୍ଟ୍ରିକ୍ଟ ଚଏସ ହଉ ହଉ ତାର 2-3 ଦିନ ଭିତରେ ସ୍କୁଲ ଚଏସ ହେଇଯିବ। ଆଉ ତାପରେ ତ ସରିଲା, ସ୍କୁଲ ଚଏସ ହେଇଗଲା ପରେ ତ ଆପଣଙ୍କର ସରିଲା ସବୁ କାମ, ତାପରେ ତ ଖାଲି ଆପଏଣ୍ଟମେଣ୍ଟ ପାଇବା କଥା। ତେଣୁ ବହୁତ ସେଇ November 14 ଟା ପରଫେକ୍ଟ ଅଛି, ଆପଣ ମାନେ ହେଇଯାଇପାରେ, ମାନେ 90% ପ୍ଲସ ଚାନ୍ସ ଅଛି, ସେଇ ଦିନ ହିଁ ଆପଣଙ୍କୁ ମିଳିପାରେ, ଆପଏଣ୍ଟମେଣ୍ଟ ଲେଟର ମିଳିଯାଇପାରେ। ସାର୍ ଆଉ ଗୋଟେ, ମାନେ ଆପଣ ଯୋଉ ଏବେ ରିସେଣ୍ଟଲି ଏବେ ଷ୍ଟାର୍ଟିଂ ରେ ବୋଧେ ସେଇ ଡାଉଟ ଟା କ୍ଲିୟର କଲେ କି ଯୋଉ 2200 ମାର୍କର, ଆଜ୍ଞା ମୁଁ ଆପଣଙ୍କୁ ମେସେଜ ବି କରିଥିଲି ସେ ବିଷୟରେ। ମୁଁ କେତେ ଜଣ, ମୁଁ ବି ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟିର, ଆଜ୍ଞା ଏଏନୟୁ ରେ ମୋର 2019 ରୁ 21 ର ବ୍ୟାଚ୍।
କିନ୍ତୁ ଆମର ଲକଡାଉନ ପାଇଁ ଗୋଟେ ଇୟର ଏକ୍ସଟେଣ୍ଡ ହେଇଥିଲା, ଆମେ 2022 ରେ ଆମର କମ୍ପ୍ଲିଟ ହେଇଗଲା ସେଟା ବିଏଡ୍। ତ ଆମକୁ ଯୋଉ ଆଫିଲିଏସନ ଦେବାର ଅଛି ଆମେ 2 ବର୍ଷର ଦେବୁ ନା, 19 ରୁ 20, 20 ରୁ 21 କି 2022 ର ବି ଦେବାକୁ ପଡିବ ସାର୍? ଆପଣ 2 ବର୍ଷର ହିଁ ଦେବେ। ଲକଡାଉନ ହେଲେ ମଧ୍ୟ ଆପଣ 2 ବର୍ଷ ହିଁ ବିଇଡି, ଆପଣ 3 ବର୍ଷ ବିଇଡି, 3 ବର୍ଷ ନୁହଁ। ବିଇଡି ଟା ହଉଛି 2 ବର୍ଷ। ତେଣୁ ଆପଣଙ୍କର ଯୋଉ ଏନରୋଲ, ଆପଣ ଯେତେବେଳେ ଜଏନ ହେଲେ, ଆଡମିସନ ଯେତେବେଳେ ନେଲେ, ସେଟା ହଉଛି ଆପଣଙ୍କର 2 ଇୟର୍ସ ର, 2019 ରୁ 21, ତ ଆପଣ 2 ବର୍ଷ ହିଁ ଦେବେ ହେଲା। ବିକଜ ଆମର ଯୋଉ ତାଙ୍କ କଲେଜରୁ ଯୋଉ କଣ୍ଡକ୍ଟ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ, ଟିସି ଗୁଡା ଦେଇଛନ୍ତି, ସେମାନେ ମେନସନ କରିଛନ୍ତି 2019 ଟୁ 2021, ହଁ ବଟ୍ ସେଇଟା ତ ମୁଁ ମାର୍କସିଟ କହିଲି। ରେ ଆମର ଡେଟ୍ ଅଫ ରିଜଲ୍ଟ ଟା 2022 ରେ ଶୋ କରୁଛି। ସେମାନେ ମାନେ ପ୍ରୋବାବିଲିଟି ଅଛି କି ସେମିତି କି କାଇଁ ଏମିତି ଡେଟ୍ ଟା ମିସମ୍ୟାଚ୍ ଅଛି, ଇୟର ଟା ମିସମ୍ୟାଚ୍ ଅଛି ବୋଲି, ନାଇଁ ନାଇଁ କେମିତି ନାଇଁ, କିଛି ମାନେ କିଛି ନାହିଁ। ଡେଟ୍ ଅଫ ଡକୁମେଣ୍ଟ? ପବ୍ଲିକେସନ ଅଫ ରେଜଲ୍ଟ କେବଳ ଆପଣଙ୍କର ସେ ଡିଓପି ଟା, ସେଟା ସେମାନେ ଦେଖିବେ। ସେଇଟା ସହିତ ଆପଣଙ୍କର କିଛି ମତଲବ ହିଁ ନାହିଁ। ସେଇଟା ଗୋଟେ ଅଲଗା ଡେଟ୍, ଠିକ ଅଛି, ସେଟା ଦେଖାଯିବ, କିନ୍ତୁ ସାର୍ଟିଫିକେଟ ଯୋଉ ସେଟା ହଉଛି ଡେଟ୍ ଅଫ ପବ୍ଲିକେସନ ଅଫ ରେଜଲ୍ଟ, ମାନେ ସେଟା ଡେଟ୍ ଅଫ ଇସ୍ୟୁ ଅଫ ସାର୍ଟିଫିକେଟ ପାଇଁ ସେଟା ଦେଖାଯିବ, ସାର୍ଟିଫିକେଟ ଯୋଉ ଇସ୍ୟୁ ହେଇଛି। କିନ୍ତୁ ଆପଣ ଯୋଉ ଆପଣଙ୍କର ଯୋଉ ଏକାଡେମିକ ଇୟର ଟା ରହୁଛି, ଯୋଉ ଏକାଡେମିକ ସେସନ ଟା ରହୁଛି, ସେଟା ହଉଛି 2019 ରୁ 21। ତ ସେଇ 2 ବର୍ଷର ଆଫିଲିଏସନ ଆପଣଙ୍କୁ ଦରକାର। ପରୀକ୍ଷା ଆପଣ 2023 ରୁ ହଉ, 24 ରୁ ହଉ, 25 ଯେବେ ହଉଛି ହଉ, ସାର୍ଟିଫିକେଟ ଯେବେ ମିଳୁଛି ମିଳୁ, କିନ୍ତୁ ଆଫିଲିଏସନ ଯୋଉ 2 ଇୟର୍ସ ର ଦରକାର, ସେଟା ହଉଛି ଏକାଡେମିକ ଆଫିଲିଏସନ, ମାନେ ସେସନ ଯୋଉଟା ଆପଣ ଇଏ କରୁଛନ୍ତି। ଆମ ପାଖରେ ମାତ୍ର 5 ମିନିଟ୍ସ ଟାଇମ ଅଛି। ଥ୍ୟାଙ୍କ ୟୁ ସାର୍। ଓକେ ଓକେ, ଥ୍ୟାଙ୍କ ୟୁ। ଆଉ କାହାର କିଛି ଡାଉଟ୍ ଅଛି, ଟିକେ ଶୀଘ୍ର ପଚାରି ଦିଅନ୍ତୁ। Sir, ହଁ good evening, sir. ଗୁଡ ଇଭିନିଂ। ଆପଣ କିଛି ବ୍ୟାଚ୍ ଜଏନ୍ ହେଇଥିଲେ କି? Sir, no, sir. ଓକେ, ତ କେମିତି ଆପଣ ମାନେ Sir, ୟୁଟ୍ୟୁବରେ ଦେଖନ୍ତି? sir, हाँ sir, YouTube ରୁ ଏକା। ଓକେ, ପିସିଏମ୍? YouTube ରୁ କିଛି ମୁଁ ପଢିଥିଲି। No, sir, CBJ। ସିବିଜେ, ଓକେ, କୁହନ୍ତୁ। Sir, ମୋର ଗୋଟେ କ୍वेଶ୍ଚନ ଅଛି କି ମୋର 10th 12th ଟା CBSE ଥିଲା, ଆଜ୍ଞା। ତ sir equivalent certificate କିଛି ଦରକାର ହବ କି? ନାଇଁ, ସିବିଏସ୍ଇ ରେ କୌଣସି ଇକ୍ୱିଭାଲେଣ୍ଟ ଦରକାର ହବ ସାର୍ଟିଫିକେଟ sir? ଦରକାର ନାହିଁ। ସିବିଏସ୍ଇ ଟା ହଉଛି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ, ଠିକ ଅଛି, ସେଣ୍ଟ୍ରାଲ। ତ ସେଣ୍ଟ୍ରାଲ ପାଇଁ କୌଣସି, ଯେମିତି ସେଣ୍ଟ୍ରାଲ ଆମର ୟୁନିଭର୍ସିଟି ଅଛି, Okay, ଯାହା sir. ବି, ସେ କୌଣସି ଦରକାର ନାହିଁ ଇକ୍ୱିଭାଲେଣ୍ଟ ତା ପାଇଁ। ଓକେ। Sir, ଆଉ ଗୋଟେ କି ମୋର ଯୋଉ କାଷ୍ଟ ସାର୍ଟିଫିକେଟ ଅଛି, ସେଥିରେ ମାନେ କିଛି ପର୍ପୋଜ ମେନସନ ହେଇନି, ସେଇଟା 2025 ରେ ଏକା କଢା ହେଇଛି, ତ କିଛି ପ୍ରୋବ୍ଲେମ ହବ କି sir? କିଛି ସର୍ଭିସ ପ୍ରୋବ୍ଲେମ या ନାହିଁ, फिर କିଛି ଏମିତି ପ୍ରପୋଜ ମେନସନ ପର୍ପୋଜ କିଛି କିଛି ପ୍ରୋବ୍ଲେମ ହବନି। Thank you, ସେଟା sir. ମେନସନ ଯଦି ହେଇଥାନ୍ତା, ଇଟ୍ସ ଓକେ। ମେନସନ ହେଇନି, ଇଟ୍ସ ୱେଲ୍ ଆଣ୍ଡ ଗୁଡ୍। Thank you, sir. ଓକେ, ଠିକ ଅଛି। ଆଉ କାହାର କିଛି ଡାଉଟ୍ ଅଛି? ଟିକେ ଶୀଘ୍ର ପଚାରି ଦିଅନ୍ତୁ, ଟାଇମ ହେଇଯାଉଛି, ଆମେ କ୍ଲୋଜ କରିବା ସେସନ। गुड इवनिंग सर। ହଁ, ଗୁଡ ଇଭିନିଂ। सर ମୁଁ ଅଭିରାମ ସେଠି କହୁଥିଲି। ଆଜ୍ଞା, କୁହନ୍ତୁ। सर ମୋର ଡାଉଟ ସର, ମୋର ଯୋଉ ଆମେ ଯୋଉ ବିଇଟି ମୋର ଆନ୍ଧ୍ର ୟୁନିଭର୍ସିଟିର 2022 ରୁ 24 ବ୍ୟାଚ୍, ଆଜ୍ଞା, କିନ୍ତୁ ସାର୍ ଆମର ଯୋଉ ମାର୍କ ସିଟ୍ ଯୋଉ ବାହାରିଛି 4th ସେମିଷ୍ଟାର ଡେଟ୍ ଅଫ ପବ୍ଲିକେସନ ଆମର ଇୟର ହଉଛି 2023 ହବା କଥା, କିନ୍ତୁ 2024 ଅଛି, କିନ୍ତୁ ପ୍ରୋଭିଜନାଲ ରେ ଆମର ଡେଟ୍ ଅଫ ପବ୍ଲିକେସନ ଟା ଠିକ ଅଛି। ଠିକ ଅଛି ମାନେ ସେଠି କେତେ ଅଛି? 2024 ଅଛି। ହଁ, ସେଇଟା 2024 ଅଛି, ଏଇଟା ବି 2024 ଅଛି କହୁଛନ୍ତି ତ, ଦିଟି ଯାକ 24 ଅଛି ବୋଲି? ନା ସାର୍, 4th ସେମିଷ୍ଟାର ମାର୍କ ସିଟ୍ ଟା 2023 ଅଛି, ସେଥିପାଇଁ ଆଜ୍ଞା, ଆମର ଆନ୍ଧ୍ର ୟୁନିଭର୍ସିଟି ଗୋଟେ ନୋଟିସ୍। ନୋଟିସ ଟା ଦେଇଛନ୍ତି। ମୁଁ କହିଲି ଡକୁମେଣ୍ଟ ଭେରିଫିକେସନ ବେଳେ ସେଇଟା ଦେଖେଇମି ନା ପ୍ରୋଭିଜନାଲ ଲେଖିଲେ ହେଇଯିବ? ଶୁଣନ୍ତୁ, ଆପଣଙ୍କର ଡେଟ୍ ଅଫ ପବ୍ଲିକେସନ ଅଫ ରେଜଲ୍ଟ ସେମାନେ ଦେଖିବେ। ସେଇଟା ଦେଖିବା ପାଇଁ ସେମାନେ ଆପଣଙ୍କର ଯୋଉ ପ୍ରୋଭିଜନାଲ ସାର୍ଟିଫିକେଟ ସେମାନେ ଦେଖିବେ, ଠିକ ଅଛି। ଡେଟ୍ ଅଫ ପବ୍ଲିକେସନ ଅଫ ରେଜଲ୍ଟ ଆପଣଙ୍କର ପ୍ରୋଭିଜନାଲ ସାର୍ଟିଫିକେଟ ଦେଖାଯିବ। ତ 4th ସେମିଷ୍ଟାର ରେଜଲ୍ଟ ସହିତ କିଛି ମତଲବ ନାହିଁ। 4th ସେମିଷ୍ଟାର ସାର୍ ମାର୍କ ସିଟ୍ ଟା କଥା କହୁଛି। ମାର୍କ ସିଟ୍ ସାର୍ ଯୋଉ ଇୟର ଟା ତାର ଭୁଲ ଅଛି, 23-24 ହବା କଥା 23 ଅଛି। ମାନେ ଆପଣଙ୍କର କୋଉ ସେସନ? 2022-24 ସେସନ ନା? ଆଜ୍ଞା ତ ସେଇଟା 2024 ହବା କଥା, ତ ସେଇଟା ଭୁଲ ଅଛି ବୋଲି ଆପଣ ଆଜ୍ଞା କହୁଛନ୍ତି। ତ ସେଇଟା ତା ପାଇଁ ଯଦି ସେଫ୍ଟି ପାଇଁ ଗୋଟେ ଏଫିଡେଭିଟ ବନେଇ ଦିଅନ୍ତୁ। ବର୍ତ୍ତମାନ ଟାଇମ ନାହିଁ, କାହିଁକିନା ସେଇଟା ଆଉ ଚେଞ୍ଜ ବି ଆପଣ କରିପାରିବେନି, ଚେଞ୍ଜ କଲା ବେଳକୁ ଟାଇମ ବି ପଳେଇବ।
तो बर्तमान सेफ्टी पे गोटे फोर्थ सेमिस्टर गोटे 2024 हवा कथा 23 बोली गोटे एफिडेविट खाली कर देइथंदु से एफिडेविट आपण देखेबेनी सेठी काहे ना सेमाने जनरली आपनकर फोर्थ सेमिस्टर रो मार्कशीट रे पुणी जाईकी डेट सेमाने चेक करिवे नाही फिर भी जदि स्ट्रिक्टली किए जदि देखे कि चेक करे आपण सेठी एफिडेविट टा देखे देबे कि एटा भी भूल हे जायछि एटा करेक्शन पय मध्ये मु कहि देछि याठू आहुरी जदि अधिक सेफ्टी चाहुचंदी ताहले कॉलेज जाईकी गोटे अंडरटेकिंग लेखि आनि दियंतु ओके कि 2024 एटा 2023 हे 2024 होय कथा कि जाहिबे काहे ना मु जति जानिछि एते आपनको किछि प्रॉब्लम हबनी एटा फोर्थ सेमिस्टर रो मार्कशीट एते प्रॉब्लम हबनी काहे ना सेमाने मेन जो डेट देखिबे सेटा प्रोविजनल सर्टिफिकेट रो डेट ऑफ पब्लिकेशन ऑफ रिजल्ट गोटे लेखा है से मझे गोटे देखिए गोटे लाइन रे लेखा है सेही डेट टाକୁ ସେମାନେ ଦେଖିବେ ସେଟା ଆଜ୍ଞା ହଉଛି main ପ୍ରୋଭିଜନାଲ ସାର୍ ଡେଟ୍ ଠିକ ଅଛି ସାର୍। ହଁ, ସେଇଟା ଦେଖିବେ ସେମାନେ ଆଉ ଏଇଟାରେ ଆପଣ ଯଦି ଡର ଲାଗୁଛି ସେଫ୍ଟି ଦରକାର ତାହେଲେ ଦିଟା ଜିନିଷ ଆପଣ କରିଦିଅନ୍ତୁ ବର୍ତ୍ତମାନ ପାଇଁ ଗୋଟେ ହେଲା ଏଫିଡେଭିଟ ବନେଇ ଦିଅନ୍ତୁ 100-200 ଟଙ୍କା ଖର୍ଚ୍ଚ ହବ ବେଶୀ ନାହିଁ ଏଫିଡେଭିଟ ଗୋଟେ କରିଦିଅନ୍ତୁ ସେକେଣ୍ଡ ଜିନିଷ ହେଲା ଆହୁରି ସେଫ୍ଟି ଦରକାର ଯଦି ଗୋଟେ ଅଣ୍ଡରଟେକିଂ ଯାଇକି ଲେଖିକି ଆଣନ୍ତୁ ଆଉ ଆପ୍ଲାଏ ବି କରିଦିଅନ୍ତୁ କରେକ୍ସନ କରିବା ପାଇଁ କାହିଁକିନା ସେଟା ଫ୍ୟୁଚରରେ କାମ ଦେଇପାରେ ତ କରେକ୍ସନ ହବା ପାଇଁ ଆପଣ ମାନେ କରେକ୍ସନ କରିବା ପାଇଁ ଗୋଟେ ଆପ୍ଲାଏ ବି କରିଦିଅନ୍ତୁ ଯାଇକି କଲେଜ କିମ୍ବା ୟୁନିଭର୍ସିଟିରେ ଆଜ୍ଞା ସାର୍ 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 ମୁଁ ଆଉ ଗୋଟେ କହୁଥିଲି ସାର୍ ଏଇ ଯୋଉ ଆନ୍ଧ୍ର ୟୁନିଭର୍ସିଟିରେ ଆମର ଯୋଉ ଡେଟ୍ ଯୋଉ ଭୁଲ ଅଛି ପାଇଁ ଯୋଉ ନୋଟିଫିକେଶନ ନୋଟିସ ଟା ଯୋଉ ଦେଇଛେ ସେ ନୋଟିସ ଟା ବି ସାର୍ ଦେଖେନି ତ ହଁ 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 ଯଦି ନୋଟିସ ମାଗିବେ ଯଦି ଦେଖେଇଲେ ସେ ବି ହବ ନୋଟିସ ଟା ତ ଆମେ ଦେଖିପାରିବୁ। ହବ ହବ ସେଇଟା ଦେଖେଇଲେ ବି ହବ ଆଜ୍ଞା ସାର୍ ସାର୍ ଆଉ ଆମର ଯୋଉ ସିଜିପି ର ସାର୍ ଆମର ଯୋଉ ମାର୍କ ଟା ଆସିଛି ସିଜିପି ର ଆମେ ଆଜ୍ଞା ସାର୍ କନଭର୍ସନ ସାର୍ଟିଫିକେଟ ଟା ଦେଖେଇବା ନା ଆଉ କିଛି ଆଉ କଣ ସାର୍ଟିଫିକେଟ ଦରକାର ହବ ସେଠି? ସିଜିପିଏ କେବଳ କନଭର୍ସନ ଦେଖେଇବେ କୋଉଟା ବିଇଡି କଥା କହୁଛନ୍ତି କି ଆଜ୍ଞା ସାର୍ ବିଇଡି ବିଇଡି ରେ ମୁଁ କହିଥିଲି ସେ ଯୋଉ 2200 ମାର୍କ କଥା ସେଇଟା ଆପଣ ଦେଖେଇବେ 2200 ମାର୍କ ପ୍ରୁଫ ଦେଖେଇବେ ଯଦି ମାର୍କ ଅଛି ମାର୍କ ଦେଖେଇବେ ସ୍କ୍ରିନଶଟ ଥିବ ସ୍କ୍ରିନଶଟ ଦେଖେଇବେ କିମ୍ବା କଲେଜ ରୁ ଯଦି ମୁଁ ଯେମିତି ଭିଡିଓ କରିଥିଲି ଆପଣ ପାଷ୍ଟ ଯୋଉଟା ଲାଷ୍ଟ ଭିଡିଓ ଟା ମୁଁ ଅପଲୋଡ କରିଥିଲି ସେଇଠି ମୁଁ ଦେଖେଇଛି ସେ ସାର୍ଟିଫିକେଟ କଲେଜ ର ଗୋଟେ ସେଇଟା ଯଦି ଆପଣ ଆଣିପାରିବେ କଲେଜ କୁ କହିକି କଣ୍ଟାକ୍ଟ କରିକି ଏଜେଣ୍ଟ ସହିତ ତାହେଲେ ୱେଲ୍ ଆଣ୍ଡ ଗୁଡ୍ ସେଇଟା ଭଲ ହବ ଆପଣ ଯଦି ସେଟା କରିପାରିବେନି ତ ପ୍ରିଭିୟସ କିଛି ମାର୍କସିଟ ଅଛି ସେଟା ଦେଖେଇବେ ସ୍କ୍ରିନଶଟ ଯଦି ରଖିଛନ୍ତି କିଛି ଆଉ 2200 ମାର୍କ ର ପ୍ରୁଫ ଟା ଆମ ଟେଲିଗ୍ରାମ ଚ୍ୟାନେଲ ଅଛି ସେଠୁ କଲେକ୍ଟ କରିଦିଅନ୍ତୁ ଡାଉନଲୋଡ କରିକି ପ୍ରିଣ୍ଟ ଆଉଟ ବାହାର କରିଦିଅନ୍ତୁ ସେଇଟା ଦେଖେଇଦେବେ ସାର୍ ଆମର ସବୁ ସାର୍ ମାର୍କସିଟ ସାର୍ ସିଜିପି ଆକାରରେ ବାହାରିଛି ମାନେ ହଁ ମାର୍କ ବୁଝିଲି କେତେ କୋଉ ସିଜିପିଏ ସବଜେକ୍ଟରେ ବାହାରିଛି ଆଜ୍ଞା କିଛି ମାର୍କ କିଛି ବି ଆସିନି ଆପଣଙ୍କର ଯେତେବେଳେ ରେଜଲ୍ଟ ଆସିଥିବ ମାର୍କ ଆସିନଥିବ ନାଇଁ ସାର୍ ଖାଲି ସିଜିପି ରେ ଆସିଛି। ନାଇଁ ନାଇଁ ଆପଣ ଯେତେବେଳେ ରେଜଲ୍ଟ ଆସିଲା ଫାର୍ଷ୍ଟ ସେମିଷ୍ଟାର ଯୋଉ ପରୀକ୍ଷା ନାଗାର୍ଜୁନର ଆପଣ ନାଗାର୍ଜୁନ ୟୁନିଭର୍ସିଟି ପରା ନାଇଁ ସାର୍ ଆନ୍ଧ୍ର ୟୁନିଭର୍ସିଟି ମାନେ ଆପଣଙ୍କର 2 ବର୍ଷ ଯାକ ଆନ୍ଧ୍ର କେଶରୀ ଆନ୍ଧ୍ର ୟୁନିଭର୍ସିଟି ହଁ ଆନ୍ଧ୍ର ୟୁନିଭର୍ସିଟି 2 ବର୍ଷ ଯାକ ଆଜ୍ଞା ସାର୍ ହଁ ଠିକ ଅଛି ତାହେଲେ କେବଳ ପରସେଣ୍ଟେଜ ସାର୍ଟିଫିକେଟ ଆପଣ ଦେଖେଇବେ ଯଦି ମାର୍କ ଟୋଟାଲି ନାହିଁ ସେଥିରେ କିଛି ବି ମେନସନ ହେଇନି କୋଉଠି କିଛି ତାହେଲେ ଆପଣ କେବଳ ଆଜ୍ଞା ସାର୍ ସେଟା ଦେଖେଇବେ ପରସେଣ୍ଟେଜ କନଭର୍ସନ ସାର୍ଟିଫିକେଟ ଦେଖେଇବେ ମାର୍କ ଉପରେ ଆଉ କିଛି ଟେନସନ ନେବା ଦରକାର ନାହିଁ ଆଜ୍ଞା ସାର୍ ମୁଁ ସେଇ କଥା କହୁଥିଲି। ଓକେ ହଁ